अजर अमर मैं
शुद्ध स्वरूप सहजानंदी शुद्ध स्वरूपी अविनाशी मैं आत्मस्वरूप पिता नहीं कि माता नहीं हूँ अद्वय हूँ मैं आत्मस्वरूप पति नहीं कि पत्नी नहीं हूँ नहीं किसी का पुत्र स्वरूप सहजानंदी शुद्ध स्वरूपी अविनाशी मैं आत्मस्वरूप नहीं मैं बालक नहीं मैं युवा वृद्ध न होता पूर्ण स्वरूप नहीं मैं घटता नहीं मैं बढ़ता अविकारी हूँ ब्रह्म स्वरूप सहजानंदी शुद्ध स्वरूपी अविनाशी मैं आत्मस्वरूप नहीं मैं करता नहीं मैं भोगता असंग हूँ मैं साक्षी स्वरूप जो है करता सो है भरता चिदाभास वह मनः स्वरूप सहजानंदी शुद्ध स्वरूपी अविनाशी मैं आत्मस्वरूप भूख प्यास नहीं लगती मुझको यह तो है सब प्राण
सहजानंदी शुद्ध स्वरूपी अविनाशी मैं आत्मस्वरूप नहीं मैं स्थूल नहीं मैं सूक्ष्म कारण नहीं अकारण हूँ कहे शांता गुरु कृपा से मैं तो हूँ एक ब्रह्म स्वरूप सहजानंदी शुद्ध स्वरूपी अविनाशी मैं आत्मस्वरूप देह मरे पर मैं नहीं मरता अजर अमर मैं आत्मा हूँ सहजानंदी शुद्ध स्वरूपी अविनाशी मैं आत्मस्वरूप रास्ताटी तैयारी करवा ता उपरे सहजरे केमती प्रत्येक लोक जावासवा कर स्वाभाविक भाव जापर से जो मैंने चिंता कर विषय आम धारणा कौन केवे थरे भावी जो मैंने आम रास्ता तैयारी करते संकल्प नहीं केते निष्ठा नहीं से तैयारी कर संसार क्षेत्र जो आम कोरापुट भली जगह को देखू को चाँचा पहाड़ ऊपर से रास्ता सब तैयारी करके जोड़ी और गोटे रास्ता सहित मिसे आश्चर्य लगे कि इंग्रेज साहेब मैंने से आसी ये जो रास्ता सब तैयारी कले आज आमको से सुविधा होमें जावासवा करने भावुँ केते अस्वाभाविक जिनसटा को स्वाभाविक है आम आज आम आध्यात्मिक विचारटा को से लाइन में पकेबा ये हूँ संसार कथा आम जा खाइबा पीवा बसन घर द्वार शांति आम केमती रहा या जो योजना सब कर विभिन्न लोक मान योग्य लोक इंजीनियर मैंने सब ये सब तैयारी कर गुणगान कर आउ गोटे रास्ता अच्छे आम अंतर्निहित रास्ता से रास्ताटी को जो लोग तार ब्लू प्रिंट कर तर्जमा करमी कले मनुष्य तार सरल रेखार जा जो स्वरूप पथ प्राप्ति हम ये भजन टी बोलला बेले भावुली 30 वर्ष 40 वर्ष है ये भजन टी धारावाहिक भाव में गान करके ओडिशा सारा सब अंचल प्राय ये भजन टी गान कर सब भजन स्वामीजी निजे लिखुं किंतु दे जोटा कि लास्ट को से गाँव
କିନ୍ତୁ ଥରେ ଭାବିଲେଣି କି ଆମେ ଏଇ ଯେଉଁ ଯୋଜନାଟା କରିକି ଆଣିକି ଆମକୁ ଯେଉଁଠି ପହଞ୍ଚିବା ପାଇଁ ନେଉଛନ୍ତି, ଯେଉଁଠି ଭଜନଟା ଆମକୁ ନେଇକି ସମାପ୍ତି କରୁଛୁ, ତା ଭିତରେ ଯାହା ଯାହା କହିଛନ୍ତି ସିଏ ହେଉଛି ପ୍ରାଥମିକ ସ୍ତରରେ ଏଇଭଳି ଭାବରେ ଜଣେ ଯଦି ଗତି କରିକି ଯାଏ, ତା ଜୀବନର ସ୍ୱରୂପଟାକୁ, ଜୀବନର ଲକ୍ଷ୍ୟଟାକୁ ସେ ପହଞ୍ଚି ପାରିବ, ପାଇପାରିବ। ପ୍ରଥମ ଶବ୍ଦ ଦିଆଗଲା ସହଜାନନ୍ଦ। ପ୍ରତ୍ୟେକ ମନୁଷ୍ୟ ଯେଉଁ ଆନନ୍ଦ ପାଇବା ପାଇଁ ବସ୍ତୁ ଜଗତରୁ ଚିନ୍ତା କରୁଛି, ଘର ଦ୍ୱାର, ଧନ ସମ୍ପତ୍ତି, ଐଶ୍ୱର୍ଯ୍ୟ, ଭୋଗ, ଏଇଥିରେ ଯେଉଁ ଆନନ୍ଦ ଅଛି, ସେ ଆନନ୍ଦ ବସ୍ତୁତ ଆନନ୍ଦ ସ୍ୱରୂପ, ଏଥିରେ ଆନନ୍ଦ ଅଛି, ଚାଲିବ। କିନ୍ତୁ ସହଜାନନ୍ଦୀ ଯେଉଁ ଶବ୍ଦଟି କୁହାଯାଇଛି, ଏଇ ଶବ୍ଦ ଭିତରେ ସେ ସମସ୍ତ ସାରାଂଶ ତା ଭିତରେ ରଖିଥାଏ। ଯେଉଁଦିନ ମନୁଷ୍ୟ ପ୍ରତ୍ୟେକ ସ୍ଥିତିରେ ଯେମିତି ସ୍ଥିତିରେ ଥାଉ ସ୍ୱାଭାବିକ ଆନନ୍ଦ ଭିତରେ ସେ ରହିବ, ସେଦିନ ତା ଜୀବନର ଗତିପଥ ବଦଳିଯିବ। এই ଭଜନଟାକୁ ବାରମ୍ବାର ଗାନ କରାଯାଉଥିଲା। ସହଜାନନ୍ଦୀ, ଶୁଦ୍ଧ ସ୍ୱରୂପ, ଅବିନାଶୀ ମେ ଆତ୍ମସ୍ୱରୂପ, ଦେହ ମରେ ପର ମେ ନାହିଁ। ଆଜି ପର୍ଯ୍ୟନ୍ତ ସ୍ୱାମୀଜୀ 50 ବର୍ଷ 60 ବର୍ଷ ହେଲା ପ୍ରବଚନ ଭିତରେ ସେଇ କଥାଟି କହୁଛନ୍ତି ନା, ଆଉ ଦେହ ମରେ ପର ମେ ନାହିଁ ମରେ। ଆମେ କେତେଜଣ ବୁଝିଲେ? ଦେହ ମରେ ପର ମେ ନାହିଁ ମରେ, କେତେଜଣ ତାକୁ ବୁଝିଲେ? ଦେହ ତ ମଲା, ତା ସାଙ୍ଗେ ସାଙ୍ଗେ ତ ମୁଁ ମରିଗଲି ବୋଲି ଆମେ ଭାବୁଛୁ ନା ନାହିଁ? ପରିଷ୍କାର ଭାବରେ ଯଦି ଆମେ ପଚାରିକି ବୁଝିବା, ବସିବା ପାଇଁ କେତେ ଅସୁବିଧା ହେଉଛି। ତେଣୁ ଯଦି ଆମେ ଥରେ ବିଚାର କରିବା ଯେ ଦେହଟା ମରୁଛି କିନ୍ତୁ ମୁଁ ମରୁନାହିଁ, ସେ କାହାକୁ ଲକ୍ଷ୍ୟ କରିକି ମୁଁଟା କହୁଛି? କିଏ ସେ? ଆମ ପାଠର ମୋଟାମୋଟି ସାରାଂଶ ହେଲା ସିଏ କ'ଣ? ମେ ନାହିଁ ମରତା। ଆଉ ଯଦି କାହିଁ ମରୁନି? ଆମ ଅମୃତ ଆତ୍ମା, ମୋର ମୃତ୍ୟୁ ନାହିଁ। ମୃତ୍ୟୁ ଯାହାକୁ ନେଇକି କୁହାହେଉଛି ଅଛି ଏଇ ଜିନିଷଟା, ଆଉ କିଛି ଦିନ ପରେ ନଷ୍ଟ ହେଇଯିବ, ଯାହାକୁ ଆମେ ଦେଖୁଛୁ ସେ ଆଉ କିଛି ଦିନ ପରେ ଚାଲିଯିବ, ଏଇଟାକୁ ଆମେ ମୃତ୍ୟୁ ଭାବରେ ନେଇଯାଉଛୁ। ଇଏ ହେଉଛି ମୂର୍ଖମାନଙ୍କର, ନିର୍ବୋଧମାନଙ୍କର କାରବାର। ଆଜି ଆମେ ଏକଥା କହିପାରୁଛୁ, ନିର୍ବୋଧ କାହାକୁ? ନା ଯେଉଁମାନେ ଏଇ କଥା ମୋ ଦେହ ନୁହେଁ ବୋଲି କହିଲା ବେଳକୁ ତାଙ୍କୁ ହସ ଲାଗୁଛି। ସେମାନଙ୍କୁ ଆମେ ନିର୍ବୋଧ କାହିଁକି କହୁଛୁ? ନା ଆମକୁ ଏଇ ପାଠ ସବୁ ପଢ଼େଇ ସ୍ୱାମୀ ଜାଣିକି ପହଞ୍ଚେଇଛୁ। ଭାବିପାରୁଛୁ ଯେ ଟ୍ରାକ୍ଟା ଇଂରେଜ ସାହେବ ସେ ପାହାଡ଼ ଉପରେ ନେଇ ପୁରା ସବୁ ରେଳ ଲାଇନ୍ ଗୁଡ଼ା କରୁଥିଲା, ସିଏ ଯେତିକି କଷ୍ଟ ମନୁଷ୍ୟ ଭିତରୁ ତାର ଚେତନାକୁ ଆହୁରି ମାର୍ଜିତ କରିକି ନେଇ କ'ଣ କଲେ ସେ ପରମ ସୁଖ ପାଇବ। ଏବଂ ଯେଉଁଠି ସେ ଅଛି, ଯେଉଁ ସ୍ଥିତିରେ ଅଛି, ଯେଉଁ ଅବସ୍ଥାରେ ସେ ଅଛି ଥାଉ ନା କାହିଁକି, ଯଦି ଏ କଥାଟିକୁ ସେ ମନେ ରଖେ, ମୁଁ ହେଉଛି ସହଜାନନ୍ଦୀ, ଶୁଦ୍ଧ ସ୍ୱରୂପୀ, ମୋର ସ୍ୱରୂପଟା ଏକଦମ ଶୁଦ୍ଧ, ଯେଉଁଠିକି କିଛି ମଇଳା ତା ଭିତରେ ନାହିଁ। ଅବିନାଶୀ ମେ ଆତ୍ମା, ମୋର ବିନାଶ ନାହିଁ। ଆମେ ଯେତିକି ଏଠି ସମସ୍ତେ ବସିଛନ୍ତି, ଆମେ ଅବିନାଶୀ କହିବା ପାଇଁ ଆମର ଭିତରେ ତାକତ ଅଛି, କିନ୍ତୁ ଆମେ ତ ଧରିକି ବସୁଛୁ ନା ଆମେ ବିନାଶୀ। ଅବିନାଶୀ କୋଉଠି? କିନ୍ତୁ ସ୍ୱାମୀଜୀ ସେୟାକୁ ବାରମ୍ବାର କହୁଛନ୍ତି, କାରଣ ତା ବ୍ୟତୀତ ଜାଣିବା ପାଇଁ ଅନ୍ୟ କିଛି ନାହିଁ। ବାରମ୍ବାର ଏ ଭଜନଟିକୁ ଘରେ ବୋଲ, ଅଭ୍ୟାସ କର। ପ୍ରତ୍ୟେକ ଧାଡ଼ିର ଅର୍ଥ କ'ଣ ତାକୁ ବୁଝ, ନ ବୁଝିପାରିଲେ ପଚାର, ତାକୁ ତର୍ଜମା କରିବା, ବିଚାର କରିବା, ଆଲୋଚନା କରିବା। ତାପରେ ଆମେ ପହଞ୍ଚିବା ଯେ ହଁ କେଉଁଠି ଗୋଟେ ଆଭାସ ସେ ଦେଉଛନ୍ତି, ଯେଉଁ ଆଭାସ ପାଖରେ ଆମେ ପହଞ୍ଚିଲୁ ନା ନାହିଁ ନିଜକୁ ପଚାରିବା। ସେଇଥିପାଇଁ କୁହାହେଉଛି ପ୍ରକୃତ ତମର ହସ କେଉଁଦିନ ତମ ଭିତରକୁ ଆସିବ ନା ତମେ ଯେଉଁଦିନ ନିଜ ସହିତ କଥା ହେବ। ଗୋଟେ ଛୋଟିଆ ଜିନିଷଟା ମନେ ରଖ, ମନୁଷ୍ୟ ନିଜ ସହିତ ତସ୍ମିନ୍ କାଳ କଥା ହେବ, ଘଟଣା ସହିତ ମିଶିକି ଆମେ ଏକାକାର ହେଇକି ରହିଯାଉଛୁ। କିନ୍ତୁ ଯେତେବେଳେ ମୁଁ ବୁଝିବି ଯେ ଗୁରୁ ଯାହା କହୁଥିଲେ ନିଜ ସହିତ କଥା ହୁଅ, ଧର ମୁଁ ନିଜ ସାଙ୍ଗରେ ମୁଁ କେତେବେଳେ କଥା ହେଉଥିଲି, ତୁ ଯାହା କହୁଛୁ ମୁଁ ଅବିନାଶୀ ମେ ଆତ୍ମସ୍ୱରୂପ, ଖୁସିଆ ତ, ଦେହ ମରେ ପର ମେ ନାହିଁ ମରତା, ବୁଝୁଛୁ ତ, ସବୁବେଳେ ସେଇ ଭାବରେ ରହୁଛୁ ତ, ସେ ଆନନ୍ଦ ଭିତରୁ ଅଛୁ ନା କେଉଁଠି ଅଛୁ? ଏଇ କଥା କହୁଥିବ ଯେତେବେଳେ ଗୁରୁର କୃପାଟାକୁ ଜଣାପଡ଼ିବ କେତେବେଳେ ନା ଆଜି ପର୍ଯ୍ୟନ୍ତ ଶିଖି 20 ବର୍ଷ, 30 ବର୍ଷ, 25 ବର୍ଷ, 40 ବର୍ଷ, 50 ବର୍ଷ ପଳେଇଲା, ସେଇ କଥା କୁହାହେଉଛି। କାହିଁ କୁହାହେଉଛି? ମୁଁ ବୁଝିବା ପାଇଁ ଅକ୍ଷମ, ଏଇଥିପାଇଁ କୁହାହେଉଛି। ତେଣୁ ଭଜନରେ ଯାହା କୁହାହେଉଛି ଆମେ ପ୍ରାୟ ଜାଣିଛୁ। ଦେହ ମରେ ପର ମେ ନାହିଁ ମରେ, ସେଇଭଳି ମୋତେ ଅସ୍ତ୍ର
କାଟିପାରିବ ନାହିଁ, ମତେ ଅଗ୍ନି ଜଳାଇ ପାରିବ ନାହିଁ, ମତେ ବାୟୁ ଶୁଖେଇ ପାରିବ ନାହିଁ, ଓଡ଼ିଆରେ ଆମେ କହୁଛୁ। କିନ୍ତୁ ଗୀତାରେ ସେ କଥାଟି ବାରମ୍ବାର କୁହାଯାଇଛି ଏବଂ ଯେତେ ପଣ୍ଡିତମାନେ ବିଜ୍ଞ ଲୋକମାନେ ଅଛନ୍ତି ଆମକୁ ଏଇ କଥା ବୁଝାଉଛୁ ନୈନା ଚେତନ୍ତି ଶସ୍ତ୍ରାଣି ନୈନା ଦଦାତି ପାବତୁ। ଏ କଥା ତ ଶବ୍ଦରେ ହେଇଗଲା, କିନ୍ତୁ ଆଧ୍ୟାତ୍ମିକ ଜଗତରେ ମୂଳ ଜିନିଷଟା ହେଉଛି ଶବ୍ଦ ନୁହେଁ। ଏଠି ଶବ୍ଦର ଭାବଟା ହେଉଛି ଗୁରୁତ୍ୱପୂର୍ଣ୍ଣ କଥା। ଶବ୍ଦର ଭାବକୁ ଯଦି ନ ବୁଝୁଛ ସେ ଗୀତା ପାଠରେ କିଛି ମୂଲ୍ୟ ନାହିଁ। ଯେଉଁ ଜିନିଷ ପଢ଼ୁଛ, ଯେଉଁ ସନ୍ଥମାନଙ୍କର ବି ପଢ଼ୁଛ, ଯଦି ତାଙ୍କ ତାତ୍ପର୍ଯ୍ୟଟାକୁ ଭିତରେ ନ ଗଲା ତମେ କେତେ ନା ଆନନ୍ଦରେ କେବେ ହସି ପାରିବନି ଜୀବନରେ। ଯେଉଁ ହସ ଆମେ ବାହାରୁ ଦେଖେଇକି ହସୁଛୁ ସେ ହସର କିଛି ମୂଲ୍ୟ ନାହିଁ, ସେ ମନୁଷ୍ୟର ମଧ୍ୟ କିଛି ମୂଲ୍ୟ ନାହିଁ। ପ୍ରକୃତ ହସ ଯେତେବେଳେ ଭିତରୁ ବାହାରିବ କେତେବେଳେ ମୁଁ ହେଉଛି ଅବିନାଶୀ, ମୋର ବିନାଶ ନାହିଁ। ଏଇ ଯେଉଁ ଦେହକୁ ନେଇକି ମୁଁ ଏତେ ଗର୍ବ ଅହଙ୍କାର କରୁଥିଲି, ଇଏ ମରିବ ଦିନ ମୁଁ ତାକୁ ଦେଖୁଛି, ଜାଣୁଛି, ଚାଲିଯିବ। କାରଣ ଏ ତ ପ୍ରତ୍ୟେକ ମୁହୂର୍ତ୍ତରେ ମରି ମରି ଯାଉଛି। ଏଡ଼ିକି ଟିକେ ସେ ହେଇଥିଲା ଏଠି ସ୍ୱାମୀଜୀଙ୍କ ହାତ ଧରିକି ଯାଉଥିଲା, ଏଇଠି ଏଇ ଘର ତାର ଦେଖି କେତେ ମରିଗଲାଣି ସିଏ, କେତେ ମରି 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 ଯାଇକି ଏ ଅବସ୍ଥାରେ ପହଞ୍ଚିଲାଣି। ଦେହ ମରେ। ଯେଉଁମାନେ ଜ୍ଞାନ, ଯେଉଁମାନଙ୍କ ବିବେକ ଆସିଗଲା ସେମାନେ ଦେଖିଲେ ଯାହାର ପ୍ରତ୍ୟେକ ମୁହୂର୍ତ୍ତରେ ଯେ ନଷ୍ଟଶୀଳ ହେଇଯାଉଛି, ଚେହେରା ବଦଳୁଛି, ରୂପ ବଦଳୁଛି, ଆମ ତାକୁ ଯୁବକ ବୃଦ୍ଧ ସେ ନାନା କଥା କହୁଛି। କିନ୍ତୁ ସ୍ୱାମୀ କହୁଛନ୍ତି ନାହିଁ, ସିଏ ନାହିଁ। ମୂଳ ପଏଣ୍ଟଟିକୁ ଯେଉଁଟା ନଜର ରଖିଥାଏ ଯେ ତୁ ହେଉଛୁ ଅବିନାଶୀ, ତୋର ବିନାଶ। ତୁ ଜାଗ୍ରତ ସ୍ୱପ୍ନ କହ, ସୁସୁପ୍ତି କଥା ବୁଝେଇଛନ୍ତି ଆମକୁ ସବୁ। କାହାକୁ ଜାଗ୍ରତ କହନ୍ତି, କାହାକୁ ସ୍ୱପ୍ନ କହନ୍ତି, ସୁସୁପ୍ତି କହନ୍ତି। ରୋଷେଇ 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 ଆମ ମୁଣ୍ଡ ଭିତରେ ପୁରେଇ ଦେଇ ସାରିଲା ପରେ ମଧ୍ୟ ଆମେ ଜାଗ୍ରତ ସ୍ୱପ୍ନ ସୁସୁପ୍ତି କ'ଣ ବୁଝିଲେଣି ଭଲକରି ନା ତା ଭିତରେ ଅନୁଭବ କଲେଣି ନାହିଁ। ଯାହା ହଉ ଏଠି ତାତ୍ପର୍ଯ୍ୟ ହେଉଛି ସତ୍ସଙ୍ଗର ତାତ୍ପର୍ଯ୍ୟ ହେଉଛି ସତ୍ ସହିତ ଆମର ସମ୍ପର୍କଟାକୁ କେମିତି ସ୍ଥାପନ କରିବା। ଗତଥର ଆମ ଗୁରୁ ସହିତ ଯେଉଁ ସମ୍ପର୍କ ଆମର ଅଛି, ଏଇ ସମ୍ପର୍କ ଉପରେ ମନ ନାମକ ଯେଉଁ ସ୍ଥିତିଟି ଆସିକି ପହଞ୍ଚେ, ସେ ମନ ଉପରେ ଆମେ ଆଲୋଚନା ପୁରା ସତ୍ସଙ୍ଗଟା ଦେଖ ମନର ସ୍ଥିତି ଉପରେ କେମିତି ମନ ବଦଳୁଛି। ଗୁରୁକୁ କେମିତି ଧୋକା ଦେବ, ଏଇ ତ ସଂସାରରେ ଧୋକା ଦେଇ ଶିଖିଛି। ତେଣୁ ପ୍ରତ୍ୟେକ ମୁହୂର୍ତ୍ତରେ ଗୁରୁ ଯାହା କହୁଛି, ହଁ ଆଜ୍ଞା ମୁଁ ଆପଣଙ୍କୁ 100ରୁ 100 ଭାଗ ମାନୁଛି କହୁଛି, କିନ୍ତୁ ଭିତରେ ମାନୁନାହିଁ। ଏଇଟା ଜାଣିପାରୁଛି ଗୁରୁ, କିନ୍ତୁ ସିଏ ଭାବୁଛି ମୁଁ ଚାଲାକ, ମୋତେ ଏଇଟା ଜଣାପଡ଼େ। ତେଣୁ ଏଇ କାହାର କାରବାର ଇଏ ନା ଇଏ ହେଉଛି ଚିଦାଭାସର କାରବାର, ମନର କାରବାର। ଏ ମନ ଏସବୁ କାମ କରିକି ସବୁ ପ୍ରକାର ପ୍ରତିକ୍ରିୟା ତିଆରି କରି ତାର ଉପରେ ଆମେ ଆଲୋଚନା କରୁ। ସେଇ ଆଲୋଚନାର ଟିକେ ପ୍ରସଙ୍ଗକୁ ନେଇକି ଯଦି ଆମେ ବିଚାର କରିକି ଦେଖିବା, ତାହେଲେ ଏଇସବୁ ପୂର୍ଣ୍ଣତା ପ୍ରାପ୍ତି ହେବା ପାଇଁ ଗୁରୁ ଯେଉଁ ଶବ୍ଦ ଗୁଡ଼ା କହିଲା, ଯେଉଁ ବାଟଟା ବତେଇଲା, ଯେଉଁ ରାସ୍ତାଟା ଦେଖେଇ ଦେଖେଇ ଗଲା, ସେ ରାସ୍ତାରେ ଆମେ ପ୍ରତ୍ୟେକ ପାଦେ ପାଦେ ଚାଲିଲା ବେଳକୁ ସେଇ ଗୁରୁ ସାଙ୍ଗରେ ଆମର ସମ୍ପର୍କଟା ସ୍ଥାପିତ କେମିତି ହେବ? ଆମେ ଯେଉଁ ସମ୍ପର୍କଟା ଗୁରୁ ସାଙ୍ଗରେ ସ୍ଥାପିତ କରୁଛେ ଗୋଟେ ସମ୍ପର୍କ ହିଁ ନୁହେଁ। ସେଠି ଆମେ ଦକ୍ଷତା ହାସଲ କରିପାରିବୁ। ଦକ୍ଷ କେତେବେଳେ ସେମାନେ ମଣିଷ ହେବ? ଦୀକ୍ଷାଟା ତାକୁ କେତେବେଳେ ମିଳିବ ନା ଗୁରୁର ଭାବ ଏବଂ ବିଷ୍ଣୁ ବା ଶିଷ୍ୟଟି ଥିବ ତାହାର ଭାବ। ଏ ଦୁଇଟାଙ୍କ ଭିତରେ କୌଣସି ପ୍ରକାର ତାଳମେଳ ଅଭାବ ରହିବ, ସବୁ ସମାନତା ରହିବ। ଗୁରୁ ଯାହା ଭାବୁଛି, ଯାହା ସେ କହିବା ପାଇଁ ଚାହୁଁଛି, ତାହା ଶିଷ୍ୟ ମନ ଭିତରେ ସମ୍ପୂର୍ଣ୍ଣ ଭାବରେ ଯଦି ପ୍ରତିଫଳିତ ହେଉଥାଏ, ତାହେଲେ ସେ ଦକ୍ଷ ହେଇଯାଉଛି। କିଏ? ଶିଷ୍ୟଟା ଦକ୍ଷ ହେଇଯାଉଛି। ତା ଗୁରୁ ତାକୁ ହଁ ଏଥିରେ ବୁଝା ପଡ଼ୁଛି ତାର ଚୁମ୍ବକୀୟ ଭାବରେ ସେ କହୁଛି ହଁ ଇଏ ଜାଣୁଛି ଯେ ମୋର ତା ବିନା ଅନ୍ୟ କିଛି ନାହିଁ, ସବୁ ମୋ ଗୁରୁ ସହିତ ସମ୍ପୂର୍ଣ୍ଣ ଭାବରେ ଏକାକାର ହେଇକି ଅଛି। ସେଥିପାଇଁ କ'ଣ କୁହାଯାଉଛି ନା ଯେତେବେଳେ ସତ୍ସଙ୍ଗ କରାଯାଉଛି, ସେ ସତ୍ସଙ୍ଗରେ ଶୁଣିବା ପାଇଁ ଗୁରୁତ୍ୱପୂର୍ଣ୍ଣ କଥା ଅଛି। କିନ୍ତୁ ମନୁଷ୍ୟ ସେ ସତ୍ସଙ୍ଗରେ ବସିଲା ବେଳେ କ'ଣ ଶୁଣୁଛି? ସେ ତା ଭାବରେ ଅଛି ନା ସେ ତା କୋଉ ଜଗତରେ ସେ ତାର ଅଛି। କିନ୍ତୁ ରମଣ ମହର୍ଷି ତାକୁ କହୁଛନ୍ତି ମୁଁ ସତ୍ସଙ୍ଗରେ କହିଲେନି, ମୁଁ କହେନି, ମୁଁ ଚୁପଚାପ ରହେ। କିନ୍ତୁ ମୁଁ ଲକ୍ଷ୍ୟ କରିଛି ଯେଉଁ ଲୋକ ସମାଧିସ୍ଥ ହେଇଯାଇଛି, କ'ଣ ସେ କହୁଛନ୍ତି? ମୁଁ ସତ୍ସଙ୍ଗରେ କହେନି, ପ୍ରବଚନ ଦିଏନି, ଲମ୍ବା ଲମ୍ବା ପ୍ରବଚନ ମୋର ନାହିଁ, 5 ଘଣ୍ଟା 3 ଘଣ୍ଟା 2 ଘଣ୍ଟା 1.5 ଘଣ୍ଟା ପ୍ରବଚନ ନାହିଁ। କିନ୍ତୁ ମୋ ପାଖରେ ଆସିକି ଲୋକ ବସିଯାଆନ୍ତି। ସେମାନେ ବସି ସାରିଲା ପରେ କ'ଣ ହୁଏ? ସେଇମାନେ ତାଙ୍କ ଜୀବନରେ ଲେଖିଛନ୍ତି ଆମେ ସମାଧିସ୍ଥ ହେଇଗଲୁ। ସମାଧିସ୍ଥ ମାନେ ଗୁରୁ ଯାହା ଭାବୁଛି ଭିତରେ, ରମଣ ମହର୍ଷି ଯାହା ଭାବୁଛନ୍ତି
ଯିଏ ବସିଛି ତା ପାଖରେ ଖାଲି ଖାଲି ବସିଛି, କିଛି କଥାବାର୍ତ୍ତା ହଉନି, କିନ୍ତୁ ଭିତରେ କମ୍ୟୁନିକେସନ୍ ଚାଲୁଛି, ସମ୍ପର୍କଟା ଚାଲୁଛି। ଚାଲୁ ଚାଲୁ କ'ଣ ହେଉଛି ନା ଇଏ ସମାଧିସ୍ଥ ହେଇଯାଉଛି। ଯେଉଁଥିପାଇଁ ଆମେ ଏ ସତ୍ସଙ୍ଗ କରୁଛୁ, ଆମେ କେଉଁଦିନ ସେ ସମାଧିସ୍ଥ ଅବସ୍ଥାରେ ପହଞ୍ଚିବୁ, ଯେଉଁଦିନ ମୁଁ ପ୍ରକୃତରେ କିଏ ତାକୁ ଜାଣିବି। ସେଥିପାଇଁ ଆମର ଏ ସତ୍ସଙ୍ଗ ହେଉଛି। ତେଣୁ ରମଣ ମହର୍ଷି କହୁଛନ୍ତି ଯେ ଦେଖ, ସେଇ ଲୋକମାନେ ତାଙ୍କର ଜୀବନୀ ଲେଖିଛନ୍ତି ଯେ ଏଇଠି ଆମେ ଖାଲି ବସିଲୁ, କୌଣସି ଜିନିଷ ଆମେ କିଛି କରିନୁ, କ୍ରିୟା କିଛି କରିନୁ, ଶୁଣିବା କ୍ରିୟା ବି କରିନୁ, କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ଆମେ ଗୋଟେ କେମିତି ଏକାକାର ହେଇଗଲା। ଗୁରୁ ଆଉ ଶିଷ୍ୟ ଦୁଇ ଜଣ ଯାକ ଅଲଗା ହେଇକି ରହିଲେଣି। ଇଏ ତ ଅଦ୍ଭୁତ କଥା। କିଛି ଗୋଟେ ଭିନ୍ନତା ଭିତରେ ଦେଖାଗଲାନି, କାରଣ ଗୁରୁ ଯେଉଁ ସତ୍ୟ ଉପରେ ଅଛି, ଯାହା ସେ କହିବା ପାଇଁ ଚାହୁଁଛନ୍ତି, ଶିଷ୍ୟ ତା ଭିତରେ ତା ପ୍ରତିଫଳିତ ହେଉଛି। ଦୁଇ ଜଣ ଯାକ ଗୋଟିଏ ପଏଣ୍ଟରେ, ଗୋଟେ ବିନ୍ଦୁରେ ପହଞ୍ଚି ଯାଉଛନ୍ତି। ଗୁରୁ କହୁଛି ମୋର କାମ ଶେଷ, ଶିଷ୍ୟ କହୁଛି ମୋର ବି କାମ ଶେଷ। ନା ସେତେବେଳେ ଗୁରୁ ଅଛି ନା ଶିଷ୍ୟ ଅଛି। ଏଇଭଳି ସ୍ଥିତିରେ ଆମକୁ ସତ୍ସଙ୍ଗ ମାଧ୍ୟମରେ ପହଞ୍ଚିବାକୁ ପଡ଼ିବ। ଏଇଥିପାଇଁ ଗୋଟିଏ ସର୍ତ୍ତ ଦାବି କରିବ ଯେ ତମେ ଯେଉଁ ଗୁରୁଙ୍କୁ ଗ୍ରହଣ କରିବା ପାଇଁ ଯାଉଛ, ତାକୁ ପ୍ରକୃତରେ ତା ପ୍ରତି ତମର, ତା ବାକ୍ୟ ପ୍ରତି, ତା ପ୍ରତି ତମର ଶ୍ରଦ୍ଧା ଅଛି ନା? ସମ୍ପୂର୍ଣ୍ଣ ଶ୍ରଦ୍ଧା ଅଛି ତ? ଯଦି ଥିବ କ'ଣ ନା, ଗୁରୁ ଏଠି ପାଖରେ ଥାଉ କି ଦୂରରେ ଥାଉ, ଆମେରିକା ଥାଉ କି ଚନ୍ଦ୍ରମଣ୍ଡଳରେ ଥାଉ, ଯୋଉଠି ସେ ଥିଲା ମଧ୍ୟ ତମର କନେକ୍ସନ୍, ତମ ହୃଦୟର କନେକ୍ସନ୍ଟା କାହା ସହ ସମ୍ପର୍କିତ ହେଇଥିବ? ଏ ଗୁରୁ ସାଙ୍ଗେ ସମ୍ପର୍କିତ ହେଇଥିବ। ଯଦି ଥାଏ କ'ଣ ହେବ ନା, ଏ ସମ୍ପର୍କ ମାଧ୍ୟମରେ ସେ ଯୋଉଠି ଥିଲେ ମଧ୍ୟ ତମେ ଦକ୍ଷତା ତମକୁ ପ୍ରମାଣିତ କରିଦେବ। ତମେ ଏଠି ଥାଇକି ଯଦି ସେଇ ଭାବରେ ତମେ ରହିଛ, ଯାହା ଯାହା ଗୁରୁ କହିଥିଲେ, ଯୋଉ ଚିନ୍ତନ କରିଥିଲେ, ଅକ୍ଷରଟିଏ ମଧ୍ୟ ମୁଁ ଅଲଗା ସେପାଟ ସେପାଟ ନ କରିକି ମୋ ଜୀବନରେ ତାକୁ ମୁଁ ଉତାରି ନେଇଛି, ଏଇ ଭାବରେ ତମେ ରହିଲ, ତାହେଲେ ଦକ୍ଷତାକୁ ପ୍ରମାଣ ସାର୍ଟିଫିକେଟ୍ଟା ତମକୁ କୋଉଠି କୋଉଠି ମିଳିବ ନା, ତମ ହୃଦୟ ଦେବ ସାର୍ଟିଫିକେଟ୍ ଯେ ମୁଁ ସେଇ ଭାବରେ ରହିଛି। କିନ୍ତୁ ଏଠି କୁହା ହେଉଛି, ତୁ ସଂସାରରେ ସମ୍ପୂର୍ଣ୍ଣ ଭାବରେ ସେଠି ରହିସାରିଲା ପରେ କେମିତି ଭାବୁଛୁ ତତେ ଗୋଟେ ସାର୍ଟିଫିକେଟ୍ ଦିଆଯିବ, ତତେ ଗୋଟେ ପ୍ରମାଣପତ୍ର ଦିଆଯିବ ଯେ ତୁ ହେଉଛୁ ଯୋଗ୍ୟ ହେଉଛୁ? ତ ଭିତରଟା ତ ଅନ୍ୟାନ୍ୟ ପ୍ରକାର ଭାବରେ ବୁଡ଼ିକି ରହି ନାନା ପ୍ରକାର ଚିନ୍ତା କରୁଛୁ। ଏ ତ ହୃଦୟଟା ପରିଷ୍କାର ପରିଚ୍ଛନ୍ନ ସଫା ହେଇକି ଥିଲେ ସିନା ହେଠି ଯାଇକି ଜ୍ଞାନ ଦେବତାଟା ବସିଯିବ। ତୁ ତ ଭିତରଟାକୁ ସଫା କରୁନୁ କି ବସିବା ପାଇଁ ଜାଗା ଦେଇନୁ। ବସିବ କି? ଆମେ ପଚାରିବା ନିଜକୁ, ଗୁରୁ ସାଙ୍ଗରେ ଆମର ସେଇ ପ୍ରକାର ସମ୍ପର୍କ ଅଛି ନା? ଗୋଟେ ବାହାରୁ କିଏ ଗୋଟେ ଲୋକ ଆସିଲା, ତା ସାଙ୍ଗରେ ଆମେ କିଛି ସମୟ କଥାବାର୍ତ୍ତା ହେଲେ ସେଇଭଳିଆ ବ୍ୟବହାର ଆମେ କରୁଛୁ। ଭାବିକି ଦେଖ, ବହୁତ ଚିନ୍ତାର କଥା, କାରଣ ଜୀବନକୁ କହିହେବନି ଏ ଯେଉଁ ଶରୀରଟା ଆମେ ଧାରଣ କରୁଛୁ, କେତେବେଳେ କୋଉ ମୁହୂର୍ତ୍ତରେ କ'ଣ ହେଇଯାଇପାରେ। କିନ୍ତୁ ଶରୀରର ସେମିତି ହେଉନା କାହିଁକି, ଯଦି ଗୁରୁର ବାକ୍ୟରେ ଆମେ ସମ୍ପୂର୍ଣ୍ଣ ଭାବରେ ଅନୁଭବକୁ ନେଇ ଆସିପାରିଛୁ, ତାହେଲେ ତାହା ଆମ ଜୀବନକୁ ଦିଗକୁ ବଦଳି ଦେବ। ସେଠି କୁହାଯାଉଛି, ତମ ହୃଦୟଟା ଯଦି ପରିଷ୍କାର ପରିଚ୍ଛନ୍ନ ନାହିଁ, ତାହେଲେ ଏ କମ୍ୟୁନିକେସନ୍, ଏ ସମ୍ପର୍କଟା ହେଇପାରିବ ନାହିଁ। ସେଇଥିପାଇଁ ଅସୁବିଧା ହେଉଛି। ଉଦାହରଣ ଦିଆହେବ, ଯୋଗାନନ୍ଦ ଆମେରିକା ଯାଇଥିଲେ। ସନ୍ଥ ଯୋଗାନନ୍ଦ ଆମେରିକାରୁ ସେ ଫେରିଲା ପରେ ଉତ୍ତର ପୂର୍ବ ଭାରତରେ କୋଉଠି ଥିଲେ, ଏମିତି ବସିଛନ୍ତି ଉତ୍ତର ପୂର୍ବ ଭାରତରେ କୋଉଠି, ହଠାତ୍ ତାଙ୍କୁ ଲାଗିଲା ଚେଷ୍ଟ ପେନ୍ ହେଲା। ଏତେ ଜୋରରେ ଲାଗିଲା ଯେ ଯେମିତି ଗୋଟେ ଛୁରୀଟେ କିଏ ଗୋଟେ ଛାତି ଉପରେ ପୋଷି ଦେଇଛି। ଏକଦମ ସେ ହାହାକାର ଚିତ୍କାର କରି ଉଠିଲେ। ଏହି ସମୟ ତାଙ୍କର ଅନୁଭବ ହେଲା, ଯିଏ ତାଙ୍କର ଗୁରୁ ଯୁକ୍ତେଶ୍ୱର ଦେବୀ, ତାଙ୍କର ଦେହାନ୍ତ ହେଇଛି। ତାଙ୍କ ଅନୁଭବ ହେଲା ଦେହାନ୍ତ ହେଉଛି ତାଙ୍କ ଗୁରୁଙ୍କର। ସିଏ ଅଛନ୍ତି ପୁରୀରେ ବାଲିଘାଇ ମଠରେ, ସିଏ ଅଛନ୍ତି ଉତ୍ତର ଭାରତରେ। କିନ୍ତୁ ତାଙ୍କ ଛାତି ଭିତରେ ଯନ୍ତ୍ରଣାଟା ଏମିତି ହେଉଛି ଯେମିତିକି ଏ ଛାତିଟା ଫାଟିଯିବ କି ଗୋଟେ ଛୁରୀଟା ନା କ'ଣ କରି ଆମେ ମାରିଦେଲା ସେଇଭଳିଆ କଷ୍ଟ ତାଙ୍କୁ ହେଉଛି। ସାଙ୍ଗେ ସାଙ୍ଗେ ତାଙ୍କୁ ଜଣାପଡ଼ୁଛି ଯେମିତି ଗୁରୁଙ୍କର ଦେହାନ୍ତ ହେଇଯାଇଛି। ତାକୁ କନଫର୍ମ ସେ କରୁ କରୁ ଜଣାପଡ଼େ, ହଁ ଗୁରୁଙ୍କର ଦେହାନ୍ତ ହେଇଯାଇଛି। ସାଙ୍ଗେ ସାଙ୍ଗେ ସେ ଗାଡ଼ିରେ ଆସିକି ପହଞ୍ଚିଲେ ପୁରୀରେ। ସେଠି ପହଞ୍ଚି ଗଲାବେଳକୁ ତାଙ୍କର ଗୁରୁଙ୍କର ଶରୀରଟା ନଷ୍ଟ ହେଇଯାଇଛି। କାନ୍ଦି କାନ୍ଦି ସେ ଗଡ଼ିଗଲେ, ଆପଣଙ୍କ ଦେହ ତ୍ୟାଗ ହେବ, ଆପଣ ଚାଲିଯିବେ, ମୋତେ ଗୋଟେ ଆଭାସ ହେଉଛି, କିନ୍ତୁ ମୋତେ ଟିକେ କହିଥିଲେ ହେଇଥାନ୍ତା।
ଟିକେ ମୁଁ ଯଦି କହିଥାନ୍ତି ମୁଁ ତ ଅତି କମ୍ରେ ପାଖରେ ଟିକେ ଥାଆନ୍ତି, ଆପଣଙ୍କ ଦେହ ତ୍ୟାଗ ହଉ ମୁଁ ତ ଅତି କମ୍ରେ ପାଖରେ ଟିକେ ଥାଆନ୍ତି। ଯାହାକି ସେ କାନ୍ଦିକି ଏତେ ଜୋରରେ ଉଚ୍ଛନ୍ନ କାନ୍ଦିକି ହେଲେ ଯେ ତାକୁ ଆଉ ସମ୍ଭାଳିବା ପାଇଁ କେହି ସେ ଅବସ୍ଥାରେ ନଥିଲେ। ଏହି ସମୟ ତାଙ୍କୁ ଦେଖାଗଲା ତାଙ୍କ କାନ୍ଧ ଭିତରୁ ଅଟକି ଗୋଟେ ଆଲୁଅ ଆସି ଗୋଟେ ପରିସ୍ଥିତି ଯେମିତି ଚାରିଆଡ଼େ ଖେଳି ଯାଉଛି, ଗାଁ ଗୋଟେ ବୃତ୍ତଟେ ଖେଳି ଯାଉଛି ଆଲୁଅ। ଇଏ ସେ ଆଲୁଅ ଦେଖିଲେ ଯେ ଦୂତ ଆସୁଛନ୍ତି ଚାଲି ଆଲୁଅ ଭିତରେ। ଇଏ କହିଲେ ଯେ ସେ ଆସୁଛନ୍ତି କି ମୋ ମନର ଖେଳ ନୁହେଁ ତ, ଗୁରୁଙ୍କୁ ଯେହେତୁ ମୋର ତାଙ୍କ ସହିତ ମୋର ଏକାକାର ମୁଁ ହେଇଛି, ଏଇ ଯେ ଆଲୋକ ଭିତରୁ ସେ ଆସୁଛନ୍ତି ଚାଲି ଚାଲିକି, ତ ପୁରା ଗୁରୁଙ୍କର ରୂପଟା ଦେଖାଯାଉଛି। ଇଏ କ'ଣ ସେଇ ସତରେ ଏ କଥା ହେଇଥିଲା, ମନଟା ମୋତେ ଗୋଟେ ବାନ୍ତିରେ ପକେଇ ଦେଉଛି ଇଏ ଭାବୁଛନ୍ତି। ସିଏ କିନ୍ତୁ ପାଦକୁ ପାଦ ଆଗକୁ ବଢ଼ି ବଢ଼ି ଆସି ତୁ କ'ଣ ପାଇଁ ଦୁଃଖ କରୁଛୁ, ତୁ କ'ଣ ପାଇଁ ଦୁଃଖ କରୁଛୁ, ଏ ଶୋକ କ'ଣ ପାଇଁ? ଆରେ ଶରୀର ଦୃଷ୍ଟିରୁ ତୋର ଗୋଟେ ଶରୀର ମୋର ଗୋଟେ ଶରୀର, କିନ୍ତୁ ଆମ ଦୁଇ ଜଣଙ୍କ ଭିତରେ ସମ୍ପର୍କଟା ଏକାକାର ଏମିତି ସମ୍ପର୍କଟା ଥିଲା। କିନ୍ତୁ ଏ ଶରୀର ଭିତରେ ଆମେ ଦୁଇ ଜଣ ଅଲଗା ଅଲଗା ହେଇକି ଥିଲେ ନା। ମୋର ଯେତେବେଳେ ମୃତ୍ୟୁ ହେଇଥିଲା ବୋଲି ତୁ ଯାହାକୁ କହୁଛୁ, ମୁଁ ବର୍ତ୍ତମାନ ଆଲୋକର ବ୍ୟାପକ ହେଇଯାଉଛି। ମୋ ଆଲୋକ ଭିତରେ ମଧ୍ୟ ତୁ ଅଛୁ, ତୋ ଭିତରେ ଦେଖ ମୁଁ ଦେଖ ଅଛି ନା ନାହିଁ, ତୋ ଭିତରେ ଦେଖ ମୁଁ ପୂର୍ଣ୍ଣ ମାତ୍ରାରେ ଅଛି। ସିଏ ଆଶ୍ଚର୍ଯ୍ୟ ହେଇ କହୁଛନ୍ତି କ'ଣ ସତ ହେଇଯିବ ଏ କଥା ହେଇ କ'ଣ ଏମିତି କହୁଛନ୍ତି। ତାଙ୍କୁ ଆଶ୍ୱାସନା ମିଳିଲା, ଯୋଗାନନ୍ଦ ଆଶ୍ୱାସନା ମିଳିଲା ପରେ ସତରେ କଥା ହେଇଥିବ ଖୁସି ଖୁସି ବି ଲାଗିଲା ଯେ ଗୁରୁ ଆସିବ ଶରୀରରେ ଅଛନ୍ତି। ଆମେ ଅଲଗା ଅଲଗା ଥିଲେ ଶରୀର ଦୃଷ୍ଟିରୁ, ତୁ ଅଲଗା ମୁଁ ଅଲଗା ଥିଲି, ଏବେ ତ ବ୍ୟାପକତା ଦୃଷ୍ଟିରୁ ତୁ ତ ମୋ ଭିତରେ ମୁଁ ସର୍ବତ୍ର ଅଛି, ମୋ ତ ଅସୁବିଧା କ'ଣ? ତଥାପି ସେ ତାଙ୍କ ମନକୁ ମନେ ଆସିଲା ଇଏ ମନ ଏବେ କାଳେ କରୁଛୁ ତାଙ୍କ ପାଦ ଛୁଇଁବ ବୋଲି ସେ ଆଲୋକଟାକୁ ଛୁଇଁଲେ। ତାଙ୍କ ଅନୁଭବ ହେଲା ଗୁରୁ ଥିଲାବେଳେ ଯେଉଁ ପାଦ ଛୁଇଁଲେ ଯେଉଁ ପ୍ରକାର ଫିଲିଙ୍ଗସ୍, ଯେଉଁ ପ୍ରକାର ଅନୁଭବ ଆସୁଥିଲା, ଠିକ୍ ସେଇ ପ୍ରକାର ଅନୁଭବ ବି ଆସୁଛି। ସେ ନିଜକୁ ବିଚାର କରିଦେଲେ ମୁଁ ତାକୁ ଚିନ୍ତା କରିବାର ତାର କିଛି ନାହିଁ। ଗୁରୁ ତ ସର୍ବବ୍ୟାପକ ଭାବରେ ସବୁଆଡ଼େ ଅଛନ୍ତି ଏବଂ ସେ କହୁଛନ୍ତି ତୋ ଭିତରେ ମୁଁ ପୂର୍ଣ୍ଣ ମାତ୍ରାରେ ବସିଛି। କେମିତି ବସିଛି ନା ମୁଁ ଯେଉଁ ତତ୍ତ୍ୱ ବୁଝେଇଲି, ଯେଉଁ ରାସ୍ତା ଦେଖେଇଲି, ଯେଉଁ ଇଙ୍ଗିତ ତତ୍ତ୍ୱ ଦେଲି, ପ୍ରତ୍ୟେକ ମୁହୂର୍ତ୍ତରେ ସଜେଇଲି, ତୋର ଜୀବନ କେମିତି ସଜେଇ ନେଲି, ତୁ କେମିତି ଗୋଟେ ଜୀବନରେ ଚରମ ସୁନ୍ଦର ଅବସ୍ଥାକୁ ପ୍ରାପ୍ତ ହଉ, ତୋତେ ସତ୍ସଙ୍ଗ ମାଧ୍ୟମରେ ପ୍ରତ୍ୟେକ ମୁହୂର୍ତ୍ତରେ ଏଗୁଡ଼ା ଶିଖେଇ ତୋତେ ନେଇକି ଗଲି। ସେତେବେଳେ ତୁ ମୋ ସହିତ ଏକାକାର ହେଇଥିବା ମୋର ପିଣ୍ଡରୁ ପ୍ରାଣ ଛାଡ଼ି ଯାଉଛି, କିନ୍ତୁ ଯନ୍ତ୍ରଣା ଅନୁଭବ କରୁଛି। ବିଚାର କର, ଆମେ ଏତେ ଦିନ ଧରି ସତ୍ସଙ୍ଗ ଶୁଣି ସାରିଲା ପରେ ଏଇ ପ୍ରକାର ଭାବ ଆମର ଗୁରୁ ସାଙ୍ଗରେ ତିଆରି ହେଇଛି ନା ହେଇପାରିବ ନାହିଁ। କିନ୍ତୁ ଆମେ ଏଇ ଦୃଷ୍ଟିରୁ ଆମେ ଜାଣିବା ପାଇଁ ପାଉଛୁ ଜଣେ ଯୋଗୀ ଗୁରୁ ସିଏ ତାଙ୍କର ସେ ତାଙ୍କ ଗୁରୁଙ୍କ ସମ୍ପର୍କରେ ତାଙ୍କ ଅଟୋବାୟୋଗ୍ରାଫିରେ ଲେଖିଛନ୍ତି ସେଟାକୁ ଯେ ମୋର ଜୀବନରେ ଏଇ ପ୍ରକାର ଅନୁଭୂତି ହେଲା, ମୁଁ ସମ୍ପୂର୍ଣ୍ଣ ଭାବରେ ମୋର ଗୁରୁଙ୍କୁ ଅନୁଭବ କଲି ମୋ ପାଖରୁ, ତାଙ୍କ ପାଦକୁ ଯେମିତି ଛୁଇଁଛି ସେ ମୋ ଭିତରେ ପୂର୍ଣ୍ଣ ମାତ୍ରାରେ ଅଛନ୍ତି। ଅର୍ଥାତ୍ ସିଏ ଆଉ ମୁଁ ଦୁଇ ହେଇକି ରହିଛି, ଆଉ ଦୁଇଟା ହେଇକି ନାହିଁ, ଏକ ହେଇକି ପହଞ୍ଚିଯାଇଛି। ଏହା ହେଉଛି ପ୍ରତ୍ୟେକ ଜୀବନ ଶେଷ ଲକ୍ଷ୍ୟ। ଆଉ ଯାହା କରୁଛ କର, କିନ୍ତୁ ଯଦି ଜୀବନରେ ସେଇ ପ୍ରକାର ଅନୁଭୂତି ତାକୁ ହାସଲ ହେଇ ନପାରିଲା, ଏକାତ୍ମ ଭାବ ନ ଆସିପାରିଲା, ତାହେଲେ ଆଉ କିଛି ସମ୍ଭବ ନୁହେଁ। ସେଇଥିପାଇଁ ଗୁରୁ ସହିତ ସମ୍ବନ୍ଧ ସ୍ଥାପନ କଲାବେଳକୁ ଚିନ୍ତାଭାସ ମନ ଦ୍ୱାରା ପ୍ରଭାବିତ ହେଇକି କରିବା କଥା। ପ୍ରତ୍ୟେକ ମୁହୂର୍ତ୍ତରେ ଆମ ମନ ହିଁ ଆମକୁ ନେଇକି ଚାରିଆଡ଼େ ବୁଲୁଛି ବିଶ୍ୱ ବ୍ରହ୍ମାଣ୍ଡ ସାରା। ଏଇ ବିଶ୍ୱ ବ୍ରହ୍ମାଣ୍ଡ ସାରା ବୁଲି ସାରିଲା ପରେ ଆମ ଯାହା ସାଙ୍ଗରେ ସମ୍ପର୍କ ସ୍ଥାପନ ହେଉଛି, ସେ ସମ୍ପର୍କଟା ଆମର ଉପରେ ଉପରେ ଭାସି ଯାଉଛି। କ'ଣ ହେଲା କ'ଣ କହୁଛି, ସମ୍ପର୍କଟା ଉପରେ ଭାସିକି ପଡ଼ୁଛି। ଯେତେବେଳେ ଏ ସମ୍ପର୍କଟା ଦୁଇ ନ ହେଇକି ଏକ ଭିତରେ ରହିବ, ଚୈତନ୍ୟ ସତ୍ତା ରହିବ, ଚୈତନ୍ୟ ଏକ ଆଉ ଅଦ୍ୱିତୀୟ, ଏଇ ବୋଧଟା ଆସିଯିବ। ସେଦିନ ଗୁରୁ ଯେଉଁ ଚୈତନ୍ୟ ନେଇକି ପହଞ୍ଚିବା ପାଇଁ ଆମକୁ ଚାହୁଁଛି, ସେଇ ଚୈତନ୍ୟ ସହିତ ଯଦି ଆମର ଭାବର ସମ୍ପର୍କ ତିଆରି ହେଇଗଲା, ମୁଁ ମଧ୍ୟ ସେଇ ଚୈତନ୍ୟ ଠାରୁ ଭିନ୍ନ ନୁହେଁ, ତାହେଲେ ଗୁରୁର ଚୈତନ୍ୟ ମୋ ଚୈତନ୍ୟ କିଛି ଅଲଗା ହେବନି। ଗୁରୁ ସେଇ ଚେଷ୍ଟା ବି କରେ। ସହଜାନନ୍ଦୀୟ ସ୍ୱରୂପ ସ୍ୱରୂପୀ ଅବିନାଶୀ ମେ ଆତ୍ମସ୍ୱରୂପ। ଦେହ ମରେ पर मैं नहीं मरता। ତାପରେ କ'ଣ କରିବି,
अजर अमर मैं आत्मा तब देखी तो पहुंची नहीं और तात्पर्य हूँ कौन अर्थात सत्संग आम बसु ए सत्संग बसला बेले तो आमको ये मनर दृढ़ता न थाए जे प्रत्येक शब्द प्रत्येक वाक्य सहित मोर जमी संपर्क स्थापित हो रमण महर्षि कहला जड़े समाधिस्थ ही शुणी से स्थिति आम न पहुँचू ना जे जो सत्संग शुणुनी ये गोटे खाली शब्दर खेल नुहे या पछाड़े आम भितर ये स्थिति को आने सामर्थ्य अच्छे जोटा कि गुरु पाखे बसला बेला संभव हो गुरु को छाड़देला बेलू किंतु ये दृष्टांत आम कौन जना पड़ा गुरु कौन सी जगह गुरु ना से उत्तर भारत में दक्षिण भारत में तमर जो परस्पर सहित संपर्क से अच्छी पिला जाइए मोर अमेरिका को फेरुची आज एयरपोर्ट को गली रिसीव कर गला बेलू मन भर जो भावांतर जो जगह गुड़ाक होनी से भावांतर जो विचार कर देखु देखु मो मनटा कौन हो आलिंगन करने से भावटा आसला बेलू मोर मन मोर चेतनाटा क्या सहित एकाकार ये जो जाइए 3 वर्ष तले से आसला बेलू 3 वर्ष तले तार रूपटा केमी सी भावुथ मोर बापा मो माँ की तार रूप केमी या भर कनेक्शन जी रोचे ये जो चैतन्यर कहानी हमको जड़े शुणे कि हमको चेतना स्तर नहीं से पहुंची से रोज संपर्क से संपर्क अच्छी भाविक देख मोर पिला मोर छुआ मोर कुटुंब मोर घर मोर बंधु बांधव या सहित मोर जमी संपर्क आंतरिकता अच्छी सेमती गुरु सागर रोचे क्या गुरु जो विषय शिखा सी हूँ संसार विषय नुहे कहीं आम ग्रहण करूँ तो धन संपत्ति मिलना ये तो मत भोग मिलना ऐश्वर्य मिलना सुख मिलना कहीं ग्रहण कर यहाँ आम भावुँ सब आम मन भर जहाँ शुणिलु शुणा सागर कौन अच्छे शुणिदेव आम बाट गुरु से चिंता करने दरकार किसी चिंता करने दरकार भोक लगुनि जदि रुटी खंडे दि जाए से कौन कर भोक लगुनि रुटी दिया गला से कौन कर फिंदी से सत्संग जी बस ज्ञान भोक नहीं से कौन कर तार अन्य मनस्क ज्ञान प्रति तार भोक नहीं जे ज्ञान ही मत सुधार ज्ञान ही मोर पवित्रित कर मो स्वरूप मत पहुंचे या प्रति तार निष्ठा नहीं सी तार ढंग से बस तेणु ज्ञान प्रति जार भोक नहीं सी कौटी ज्ञान पाइपर गुरु को ठीक अच्छे समय है आउ दिन लगे से आसो आज मन काली आस बाट तो ना ना जिते जन्म पर जन्म जीव किंतु ये न पहुँचला पर्यटन सी तार मूल स्थिति को न आसला पर्यंत तार परित्राण हो पार से निजक अनुभव कर तेणु ये जो आध्यात्मिक जगत रे गुरु शिष्यर संपर्क या भीतर केमती भावर दिया एवं ता भीतर आंतरिकता कनेक्शन किभली भाव तैयारी जाए जमी आम संतान संतति प्रति आम रही से गला ना बाटर कौटी कौन है असुविधा है कि कौन है कि आम जमी मन मन चैतन्य देख लगुन कि आम पिला जाए कौन कौन हम बोली कि मोर बंधु बांधव किए जाए से भाव तार काणीचाय आम ज्ञान प्रति अच्छी जदि मो ज्ञान काणीचाय हरईदेली ताले मो जीवनटा को अंधकारपूर्ण राज्य भर पड़े ये विचार आम अच्छी तेणु जदि आम से रक्षा करूँ सत्संग प्रत्येक शब्द तार अर्थ सहित आम जीवन में काम करता क्रियाशील प्रत्येक शब्द कौ कौ जी शुणापी चाहूँ ता भर पूरी जाता सी दिने कहता जे मुझे बसी सीना खाली देखुली सीना मो भीतर भीतर मुझे प्रकार रूप को धारण कर कौ रूप जो रूप गुरु मत छिड़ा करने से रूप परिणत यहाँ ही आम सत्संग सारांश सार कथा हो मोर मन स्थिरता को मुझे हासिल कर पारि ना मो मन कौ बाटे मोर अधिक इनकम हम कौ बाटे मोर ऐश्वर्य को बढ़ेबी कौड़े मोर संतान संतति ग्रहण ये चिंता सती सब बेले घेरिकी रही कि कनसीयस नुहे सावधान नुहे जे मत प्रत्येक शब्द प्रत्येक विचार सहित मुझे एकाकार रही तेणु
ଚେତନା ସ୍ତର ଅନୁସାରେ ମନୁଷ୍ୟ ଚାଲେ। ସେଇ ଚୈତନ୍ୟ ସମସ୍ତଙ୍କ ପାଇଁ ସମାନ, କିନ୍ତୁ ଶୁଦ୍ଧ ଚେତନାଟା ଯେତେବେଳେ ଆସିଯାଉଛି ଯେତେବେଳେ ଜଣେ ଗୁରୁ ସାଙ୍ଗରେ ସହଜ ଆନନ୍ଦିତ। ଯଦି ସେ ଚେତନାଟା ଅଶୁଦ୍ଧ ସ୍ଥିତିରେ ପହଞ୍ଚିଗଲା, ଚିଦାଭାସର ମନର ପ୍ରଭାବରେ ପଡ଼ିଗଲା, ତାହେଲେ এই ମନ ତାକୁ ସେଇଭଳି ସ୍ଥିତିକୁ ନେଇଯିବ ଯେଉଁ ସ୍ଥିତିରେ ଯେମିତି ସେ ସାଧାରଣ ସଂସାର ଦୂରତା ରଖେ, ଯାହାକୁ ମୋତେ ଭଲ ଲାଗୁଛି ତା ସହ କଥା ହେବି, ଯାହାକୁ ମୋତେ ବେଶୀ ପ୍ରିୟ ଲାଗେ ତା ସହ ଘଣ୍ଟା ଘଣ୍ଟା ଚିନ୍ତା କରିବି। ସେଇଭଳି ପ୍ରିୟତା ମୋର ଜ୍ଞାନ ସହିତ ନାହିଁ। କ'ଣ ଜ୍ଞାନ? ମୋର ନିଜର ଆତ୍ମା ସହିତ ସେ ପ୍ରକାର ଜ୍ଞାନ ନାହିଁ। ଦେହ ମରେ ଉପରେ ନେଇ ନାହିଁ ମୋର, ମୁଁ ଦିନ ନୁହେଁ ରାତି ନୁହେଁ ମାଉକେ ନୁହେଁ, ଯେତେ ଯାହା ଘୋଷେଇ 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 କହିଲା ମାନେ ଆମ ଜୀବନ ଏଇଟା ପ୍ରତିଫଳିତ ହେଉଛି କହୁନାହିଁ। ତାର କାରଣ ହେଲା ମୋର ନିଜର ଜ୍ଞାନ ପ୍ରତି ସାମାନ୍ୟତମ ଶ୍ରଦ୍ଧା ମଧ୍ୟ ନାହିଁ। ଯଦି ଥାନ୍ତା ତାହେଲେ ମୋ ଜୀବନରେ ପରିବର୍ତ୍ତନ ଆସିବ। ଏଇଠି ବୁଝିବା ପାଇଁ ପଡ଼ିବ ଯେ ଗୁରୁର ଯେଉଁ ତତ୍ତ୍ୱ, ଗୁରୁର ଯେଉଁ ମହାନତା, ସେ ମହାନତାକୁ ସାଧାରଣ ଭାବରେ ସମସ୍ତେ ବୁଝିପାରିବେ ନାହିଁ। ଏଇଥିପାଇଁ ଗୁରୁ ତତ୍ତ୍ୱଟା ସବୁଠାରୁ ଗହନ ତତ୍ତ୍ୱ ବୋଲି କୁହାଯାଇଛି। ଗଭୀରତମ ତତ୍ତ୍ୱ ବୋଲି ସବୁ ବୁଝିଯାଅ, କିନ୍ତୁ ଗୁରୁ ତତ୍ତ୍ୱକୁ ବୁଝିପାରିବ। ଏ ଜ୍ଞାନ ଆଉ ଭାବ ସମ୍ପର୍କଟା ବୁଝିବ, ତତ୍ତ୍ୱଟାକୁ ଅନୁଭବ କରିପାରିବ। ଏଇଥିପାଇଁ ଗୁରୁକୁ ବୁଝିବା ପାଇଁ ପଡ଼ିବ। କିନ୍ତୁ ଯେତେବେଳେ ଜ୍ଞାନ ଆସିଯାଏ ତାହେଲେ ତା ଗୁରୁର ପ୍ରତ୍ୟେକ ବାକ୍ୟଟା ଆମକୁ ସହଜରୁ ସହଜତର ମନେ ହୁଏ, ଏକଦମ ସହଜ। ଆମର ଯେମିତି ଆମେ ବି ବୁଝିଗଲେଣି ସ୍ୱାମୀଜୀ କ'ଣ କ'ଣ କହିବା ପାଇଁ ଚାହାନ୍ତି। ଆମେ ଯେଉଁ ଭଜନଟି ଗାଇଲେ ମଧ୍ୟ ତାର ଭାବ ସହିତ ଆମେ କିଛି କିଛି ଏକାକାର ହେଇଛି ନା ନାହିଁ? ନିଶ୍ଚିତ ଭାବେ ତା ଅର୍ଥ କ'ଣ ହେଲା? ଆମେ ସେଇ ରାସ୍ତାରେ ନିଜକୁ ଆସ୍ତେ 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 ଆମ ଚେତନାଟା ସେଇ ସ୍ତରରେ ଯାଉଛି ନା ନାହିଁ? ଯେଉଁ ଭଜନ ଆମର ଗାଇଲେ ମଧ୍ୟ ଆମେ ଟିକେ ଟିକେ ଧରୁଛୁ ନା ନାହିଁ? ଧରୁନୁ ନା ନାହିଁ? ଏଇଥିରୁ ବୁଝା ପଡ଼ୁଛି ଏଇ ରାସ୍ତା ଆମ ପାଇଁ ଗ୍ରହଣ ଯୋଗ୍ୟ ହେଇଛି। କିନ୍ତୁ କୁହାହେଉଛି ଏଭଳି ସ୍ଥିତିରେ ଆସିକି ପହଞ୍ଚୁ ତୋର ନିଜର ପ୍ରିୟ ଆତ୍ମା ପ୍ରତି ତୋର ସେଇ ପ୍ରକାର ସମର୍ଥନ ହେଉଛି। ମୋର ଆତ୍ମା ଛଡ଼ା ସର୍ବଶ୍ରେଷ୍ଠ ଜିନିଷ କିଛି ନାହିଁ। ସେ ଆତ୍ମା ସହିତ ତୋର ସମ୍ପର୍କ। ଯେତେବେଳେ ତୋ ନିଜ ଆତ୍ମାକୁ ତୁ ଭଲ କରି ବୁଝିଯିବୁ, ବିଶ୍ୱ ବ୍ରହ୍ମାଣ୍ଡରେ ଯିଏ ଯେଉଁଠି ଥିଲେ ମଧ୍ୟ ତା ସହିତ ତୋର ସମ୍ପର୍କ ସ୍ଥାପନ ହେଇଯିବ। ସେ ପ୍ରିୟ ହଉ, ଜଳ ହଉ, ଚେତନ ହଉ, ଯେମିତି ଯେଉଁ ଅବସ୍ଥା ଥାଉ, ଥରେ ସେ ଆତ୍ମସ୍ୱରୂପଟା କ'ଣ ଜାଣିଗଲା ପରେ ପ୍ରତ୍ୟେକ ଅଣୁ ସହିତ ତୋର ସମ୍ପର୍କ ସ୍ଥାପନ ହେଇଯିବ। ଯେକୌଣସି ଅଣୁ ଯେକୌଣସି ଅବସ୍ଥାରେ ସେ ଥାଉ ନା କାହିଁକି, ପ୍ରତ୍ୟେକ ସହିତ ତୋର ସେ ଆତ୍ମିକ ସମ୍ପର୍କଟା ସ୍ଥାପନ ହେଇଯାଇପାରିବ। ଗରିବ ଲୋକଟିଏ ଥିଲା, କାଠ କାଟିଲେ କ'ଣ କଲେ? ପରିବାରକୁ ଚଳେଇବ। ପରିବାରଟା ପରିବାରଟା ଚଳେଇବା ପାଇଁ ତା ଚିନ୍ତା ଦେଖିଲା ସେଠି ଗୋଟେ ମନ୍ଦିରଟେ ଅଛି। ସେ ମନ୍ଦିରରେ ଗୋଟେ କାଠର ମୂର୍ତ୍ତି ଅଛି। ଦିନେ ଏତେ ଅଭାବ ହେଲା ଯେ ଖାଇବା ପାଇଁ ଘରେ ନାହିଁ, ସେ ଗୋଟେ କୁରାଢ଼ୀ ନେଇକି ଗଲା ଏବଂ କାଠର ମୂର୍ତ୍ତିଟାକୁ ଆଣିବା ପାଇଁ ଚୋଟ ଉଠିଲା ବେଳକୁ ଭିତରୁ ଗୋଟେ ଆବାଜ ଆସିଲା, ଏଇ କ'ଣ କରୁଛୁ? ସେମିତି କହ ନାହିଁ, ତୁ କାଲି ସକାଳୁ ସେ ନଦୀକୁ ଯିବୁ, ନଦୀକୁ ଯାଇକି ବୁଡ଼ିକି ଉପରକୁ ଉଠିଲା ବେଳକୁ ତୋ ହାତରେ ଯାହା ପଡ଼ିବ ତାକୁ ଦେଖିବୁ। ସେ କ'ଣ କହିଲା, ଏମିତି ଗୋଟେ ସାଉଣ୍ଡ କ'ଣ ଆସିଲା ମନ୍ଦିର ଭିତରୁ, ମୁଁ ତାକୁ ହାଣିବା ପାଇଁ ଆସିଛି। ଯାଇକି ତାପର ଦିନ ନଦୀରେ ସେ ଭୋରୁ ଯାଇ ଗାଧେଇଲା ବେଳକୁ ହାତକୁ ଉଠିଲା ବେଳକୁ ହାତରୁ ସୁନାର ମୁଦ୍ରାଟି ଟେକାଟି ଅଛି। ତା ସାଙ୍ଗେ ସାଙ୍ଗେ ସେ ଖୁସି ହେଇଗଲା। ହେଇସାରିଲା ପରେ ସେ ଆଉ ତା ଘରକୁ ଖାଲି ଖାଲି ନ ଆସିକି ଶଗଡ଼ କରିକି ତା ଘରକୁ ଆସିଲା। ଏବେ ଯାଉଥିଲା ପେଟ ପୋଷିବା ପାଇଁ କଷ୍ଟ କରୁଥିଲା, ଏବେ ଶଗଡ଼ କରିକି ଆସିଲା କେମିତି ଗୋଟେ ଘର ଫର ତିଆରି ହେବ, କ'ଣ କରିବ, ଏଇ ଚିନ୍ତାରେ ସେ ଜାଣିପାରିବ। ତାପରେ ପରେ ପୁଣି ଗଲା, ପୁଣି ଯାଇକି ସେ ନଦୀରେ ସ୍ନାନ କରି ଉପରକୁ ଉଠିଲା ବେଳକୁ ଆହୁରି ମୂଲ୍ୟବାନ ଧାତୁକିରି ହାତକୁ ମିଳିଗଲା। ସେ ତାକୁ ନେଇକି ଆହୁରି ଖୁସି ହେଇଗଲା। ହେଇସାରିଲା ପରେ ଆହୁରି ମଧ୍ୟ ବଢ଼ିବ, କ'ଣ କରିବ, ସେଇ ପ୍ରକାର ଚିନ୍ତା ଏମିତି ଚିନ୍ତା କରୁ 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 ଦେଖିଲା ତାର ଐଶ୍ୱର୍ଯ୍ୟ, ତାର ସମ୍ପତ୍ତି ଯେ ବଢ଼ିଲା। ପାଖ ଘର ଲୋକ ତ ଦେଖିବ ନା ତା ଘରେ କ'ଣ କ'ଣ ବଢ଼ିଲାଣି, ମୋ ଘର କାହିଁକି ହେଇଛି, ସେ କ'ଣ କ'ଣ କରୁଛି, ତାପରେ ମୋର ଅଧିକା ହେବା ଦରକାର। ଏ ତ ସ୍ୱାଭାବିକ ଭାବରେ ମନୁଷ୍ୟର ପ୍ରକୃତି ସେ ହେବ। ପଶୁ ପକ୍ଷୀଙ୍କର ସେ ସବୁ ନାହିଁ।
କିନ୍ତୁ କେବଳ ମନୁଷ୍ୟର ଅଛି। ଆଉ କାହାର ଯଦି କିଛି କ'ଣ ହେଲା ଏହା ଦୃଷ୍ଟି ଯାଇକି ତାଙ୍କର କରିଦିଏ। ପାଖରେ ଗୋଟେ ଟିଚର ଥିଲା, ଶିକ୍ଷକ। ତା ସ୍ତ୍ରୀ ତାକୁ କହିଲା, ଦେଖିଲା ଆମେ ତ ସଂସ୍କୃତ ପଢ଼େଇ ଯାଉଛୁ, ପଢ଼ଉଥା। ପଢ଼ି ସାରିଲା ପରେ ଦେଖିଲା ବେଳକୁ ଆମ ଘରେ ଖାଇବା ପାଇଁ ମଧ୍ୟ ନାହିଁ। ସେ ସଂସ୍କୃତ ଯେଉଁ ସ୍କୁଲରେ ଅଛି, ସ୍କୁଲଟା ରହିବ କି ନାହିଁ ଠିକଣା ନାହିଁ। କିଛି ଦିନ ପରେ, ଅଳ୍ପ ଦିନ ଭିତରେ ସେ ସ୍କୁଲ ବି ଉଠିଗଲା। ତାଙ୍କ ଘରର ଅବସ୍ଥା ଭାରି ଖରାପ ହେଲା। ସ୍ତ୍ରୀ କହିଲା, ତମେ ଯାଅ, ସିଏ କ'ଣ କରୁଛି ଜାଣିଛୁ? ଇଏ କୁରାଢ଼ି ନେଲା, ସେ ମୂର୍ତ୍ତିଟାକୁ ହାଣିବା ପାଇଁ ଗଲାବେଳେ ତାକୁ ସେ ବରଦାନ ଦେଇଦେଲେ, ଯା ପାଣିରେ ବୁଡ଼ିଲେ ପାଇ, ତୁ ବି ସେୟା କରିଛୁ ଯା। ଇଏ କହିଲା, ନାଇଁ ମୁଁ ସେ ଠାକୁର, ମୁଁ କେମିତି ଯାଇ ତାକୁ ଆଣିବି କୁରାଢ଼ିରେ? ଯାହା ନ କଲେ ତ ହେବନି, ବରଦାନ ଦେବନି ସେ, ଆଉ ତାକୁ କେମିତି ଦେଲା? ଏ ସେଠୁ ଗଲା, କୁରାଢ଼ି ନେଇକି ଯାଉଛି ନା, କିନ୍ତୁ ତାର ହାତ ସବୁ ହଲୁଛି, ହାଣିବା ପାଇଁ ସେ ମୋତେ ପାରୁଛି। ସେଠୁ ଭିତରୁ ଆସିଲା ଆବାଜ, ହାଣ ମୋତେ, କୁରାଢ଼ିରେ ପକା ଚୋଟ ମୋତେ। ସିଏ ଯେତେ ବେଳକୁ ଚୋଟଟା ପକେଇ, ଇଏ ଆହୁରି ଦେହ ତାର ଥର ହେଲାଣି, କେମିତି ଠାକୁରକୁ ହାଣିବ। ତାପରେ ଇଏ ଚୋଟ ପକେଇ ପାରିଲାନି, ଉଠଉଛି ସିନା, କିନ୍ତୁ ଆଉ ଚୋଟ ମାରିବା ପାଇଁ ତାର ସାହସ ହଉନି। ଭିତରୁ ପୁଣି ଆବାଜ ଆସିଲା, ତୁ କାହିଁ କରିପାରୁନୁ? ଆରେ ତୁ କାହିଁ କରିପାରୁନୁ? ସିଏ ତ ଆସିଥିଲା ମୋତେ ଆଣିବା ପାଇଁ, ସିଏ ପାରିଥାନ୍ତା, କିନ୍ତୁ ମୁଁ ତାକୁ ବାଟରେ ଅଟକେଇ ଦେଇ କହିଲି, ଚାଲ ତୁ ନଦୀରେ ଗାଧେଇବୁ, ଦେଖିଲା ବେଳକୁ ତୋତେ କିଛି ମିଳିଯିବ। ତା ପାଇଁ ସେଟା ଠିକ୍ ଥିଲା, କିନ୍ତୁ ତୋ ପାଇଁ ଏଟା ଠିକ୍ ନଥିଲା। କ'ଣ ଠିକ୍ ନଥିଲା? ତୁ ଏ କାମ କରିପାରିବୁ, କାରଣ ତୋ ଭିତରେ ଯେଉଁ ଚେତନାଟା ଥିଲା, ତୁ ଯେଉଁ ଅନ୍ୟମାନଙ୍କୁ ସତ୍ ବିଷୟରେ ଶିକ୍ଷା ଦେଇଛୁ, ପରମାତ୍ମାଙ୍କ ବିଷୟରେ ଶିକ୍ଷା ଦେଇଛୁ, ଭଗବାନଙ୍କ ଉପରେ ଶିକ୍ଷା ଦେଇଛୁ, ପିଲାଙ୍କୁ ଯେଉଁ ସବୁ ଶିକ୍ଷା ଦେଇଛୁ, ତୋର ଚୈତନ୍ୟ ସେ ସ୍ଥିତିକୁ ଯିବ। ତୁ କ'ଣ କଲୁ? ତାକୁ ଅନୁସରଣ କରୁଛୁ, କିନ୍ତୁ ତୁ ସେଥିରେ ସକ୍ସେସଫୁଲ୍ ହେଇପାରିବୁ। ତୁ ଏଥିରେ କେବେ ଯୋଗ୍ୟତା ହାସଲ କରିପାରିବୁ। ତେଣୁ ତୁ କ'ଣ କର ନା, ଯେଉଁ ଅବସ୍ଥାରେ ତୁ ଥିବୁ ସେଇଠିକି ଯା। ଅର୍ଥାତ୍ ଯେଉଁ ଗରିବ ଅବସ୍ଥାରେ ତୁ ଅଛୁ, ତୁ ସେଇଠିକି ଯା, ସେଇଠି ତୋର ମଙ୍ଗଳ ଅଛି। ତୋର ମଙ୍ଗଳଟା ହେବ କେଉଁଠି? ତୁ ଯେଉଁ ସ୍ଥିତିରେ ଅଛୁ ସେଇଠି ତୋର ମଙ୍ଗଳ ହେବ। ଇଏ ଫେରି ଆସିଲା ପରେ ସେଇଠୁ ସେ ରହିଗଲା। ଆଉ ଚିନ୍ତା କଲାନି, ଗଳ୍ପଟି ହେଉଛି ଏତିକି। କିନ୍ତୁ ଗଳ୍ପଟି ଶିଖେଇଲା ଯେ ଆମେ ଯେତିକି ଏଠି ବସିଛୁ, ଆମ ଚେତନାର ସ୍ତର ସବୁ ଭିନ୍ନ ଭିନ୍ନ। ସିଏ ଶୁଣୁଛି ନା ନାହିଁ, ସିଏ ଗୁଳେଇ ପଡ଼ିଲେ, ସିଏ ହସିଦେଲା, ସିଏ ପାଖେ ଲାଗେ, ତା ଆଡ଼ିକି ଆମ ନଜର, ଇଆଡ଼େ ଆମେ ଶୁଣୁଛୁ, ସେ ପାଖରେ ଆମେ ବସିବୁ, ଅନ୍ୟ ବସିକି ହଉଛୁ ନା। ତେଣୁ ଏଠି କୁହାଯାଉଛି ଯେ ପ୍ରତ୍ୟେକ ଚେତନାକୁ ପରିମାର୍ଜିତ ଅବସ୍ଥାରେ ହେଇକି ଯଦି କଲାବେଳେ ଚେତନା, ଇଏ ଯାଇକି ସହଜାନନ୍ଦୀ ଶୁଦ୍ଧ ସ୍ୱରୂପୀ ଅବିନାଶୀ ଆତ୍ମସ୍ୱରୂପ ପାଖରେ ପହଞ୍ଚିବ। ଯଦି ତାର ଶୁଦ୍ଧତା ଆସି କଲା, ତାହେଲେ ସେ ସେଇ ସ୍ଥିତିକୁ ଯାଇକି ପହଞ୍ଚିବ। ଯଦି ତାର ଶୁଦ୍ଧତା ନ ଆସୁଛି, ତାହେଲେ ସେ ସତ୍ସଙ୍ଗରେ ବସିଲେ ମଧ୍ୟ ସେ ସତ୍ସଙ୍ଗରେ ବସି ନାହିଁ, କି ତା ଜୀବନରେ ବିକାଶ ହେବନି, ଉନ୍ନତି ହେବନି। କ'ଣ ଉନ୍ନତି ହେବନି? ନିଜକୁ ସେ ଯେତେ ଅଜ୍ଞାନ ହେଇକି ନିଜ ପାଖରେ ଦୂରେଇ ଯାଉଥିବ, ତା ପାଇଁ ଦୁଃଖଟା ସେତିକି ପରିମାଣରେ ତାକୁ ଆକ୍ରାନ୍ତ କରୁଥିବ। ଯେଉଁ ମନୁଷ୍ୟ ପ୍ରତ୍ୟେକ ସ୍ଥିତିରେ ଥିଲେ ମଧ୍ୟ, ପ୍ରତ୍ୟେକ ଅବସ୍ଥାରେ ଥାଇକି ମଧ୍ୟ ତାର ମୁଁ ସତ୍ତାଟିକୁ, ଆତ୍ମସତ୍ତାଟିକୁ ଯେହେତୁ ଗଣ୍ଠିଦାନ କରିକି ରଖିଛି, ଯେକୌଣସି ସ୍ଥିତିରେ ଥିଲେ ମଧ୍ୟ ଆନନ୍ଦ ରାଜ୍ୟରେ ସେ ରହିବ। ଯେଉଁ ସ୍ଥିତିରେ ଥାଉ ନା କାହିଁକି, ଯଦି ଆତ୍ମା ଉପରେ ତାର ସମ୍ପୂର୍ଣ୍ଣ ଜ୍ଞାନ ଆସିଯାଇଛି, ଆତ୍ମାର ଲକ୍ଷଣ ଗୁଣ ସ୍ୱରୂପ ସମ୍ପର୍କରେ ଜ୍ଞାନ ଆସିଯାଇଛି, ତାହେଲେ ସେ କ'ଣ କରିବ ନା, ଯେଉଁ ସ୍ଥିତିରେ ଥିଲେ ମଧ୍ୟ ନିଜକୁ ପରିବର୍ତ୍ତିତ କରିଦେଇପାରିବ। ଏବଂ ସେଇଭଳି ସ୍ଥିତି ଆସି ଗଲାବେଳେ ଗୁରୁର ଯେଉଁ ଶକ୍ତି, ଯେଉଁ ତେଜ, ସେଇ ତେଜର ପ୍ରଭାବରେ ଇଏ ମଧ୍ୟ ତେଜମୟ ହେଇଯିବ। ଏଇଟା ବିଶ୍ୱାସ ଟିକେ କର ଯେ ଗୁରୁ ଯେଉଁ ଜ୍ଞାନ ଆମକୁ ଦେଇଛି, ତାର ଯଦି ତେଜ ନଥାନ୍ତା, ଜ୍ୟୋତି ଯଦି ନଥାନ୍ତା, ତାହେଲେ ହଜାର ଲୋକ ତାକୁ ଗ୍ରହଣ କରି ନେଉଛି କେମିତି? ଏବଂ ଗୁରୁ ଥକୁନି, କିନ୍ତୁ ଲୋକ ଥକି ଯାଉଛନ୍ତି, ଆମେ ଥକି ଯାଉଛୁ, ସିଏ ଥକୁନି, ସେଟା ତାର ସେ ରାସ୍ତା ଚାଲୁଛି। କିନ୍ତୁ ତାର ତେଜର ପ୍ରଭାବରେ ଯିଏ ଯୋଉଠି ଅଛି ମଧ୍ୟ, ଗୋଟିଏ ଶବ୍ଦଟି ସେ ଉଚ୍ଚାରଣ, ଗୁରୁର ସାଉଣ୍ଡ ସେ ଶୁଭିଲା ବେଳକୁ ସାଙ୍ଗେ କ'ଣ ହେଉଛି? ଆମ ଭିତରେ ତାର କମ୍ପନ ଭାଇବ୍ରେସନ୍ ହେଉଛି, ଦ୍ରଷ୍ଟା ସାକ୍ଷୀ ଆତ୍ମା। ଅତି କମ୍ରେ ଏତିକି ତ ଆମେ ଦେଖିବା, ଗୋଟେ ଭିତରେ ବସିଛି ନା ନାହିଁ, ସେତିକି ତ ସେ ଜବରଦସ୍ତି କରି ଭରି ଦେଇଛନ୍ତି ନା ନାହିଁ। ପୃଥିବୀ ସାରା ଯୋଉଠି ଯାଇଥିଲେ ମଧ୍ୟ ଏଇ କଥାଟି ପଚାରିଲା ବେଳକୁ ଆମ ଭିତରେ ଆସୁଛି, କାହିଁକି? ସେ ଜାଣିଛନ୍ତି ତମେ ଯାହା ଉଚ୍ଚାରଣ କଲେ ମଧ୍ୟ ଇଏ କାମ ଦେବନି,
तमर तुमको भूख प्यास नहीं लगती मुझे, ये कहार काम है? प्राण स्वरूप मते भोक शोष नहीं, मोर जो प्राणटा या भोक शोष हो मो प्राण ठार अलग कि आम जो पचारे भोक लगे कि आम कौन कहू हाँ भोक लगे स्वयं पचार सागे सागे भोक लगे किए ना प्राण स्वरूप ये हूँ प्राणर काम ताको भोक शोष लगे तू किए प्राणटा भोक लगलानी खाइबू समस्या देखुची प्राणटा के संतापित हो भाव में निजको अलग करके निजर प्रत्येक क्रिया ठारू अलग करके देखिबार कौशलटा गुरु आपको शिखे बुझीपार ना यार एते जोर कौन मत खाଇବା टे डेरी होगा कौन होगा तो घंटा टम टम कर बजाऊ धूमधाम करुचु घर इाड़ सियाड़ भंगा भंगी करुचु कौन रे एत तो प्राणर कारबार आ तू तो हूँ प्राण को ठार अलग तो प्राण को संभव पार से मनर से बुद्धिर प्रत्येक प्रत्येक क्रिया करगला बेलू तू यदि तार केन्द्र को खोजी खोजी जीवु सबूर केन्द्र तू ही आस तुम सत्ता तू एकदम सुंदर निरपेक्ष भाव अच्छे तो भर साधारण कालीमा भी ना सेमती विचार कर स्वप्न मुझे देखिली हसी दियो ये स्वप्नटा देखिए केमती आसला आसला बेलू मत नहीं गोटे पचारदेला गोटे जगह पड़गली कादुଅ गुड़ाक भर्ती होता से सब आने मैंने देखिए हसुचन ये चित्र मुझे देखी कादुଅ कौटी देखी लोक कौटी पड़ा देखी ताही स्वप्न परिवर्तित ये स्वप्न को देखा लोक आ किए अच्छे से स्वप्न द्रष्टा किए मुझे से स्वप्न द्रष्टा ये निजक विचार कर जहाँ जहाँ स्वप्न मुझे देखिली ये सबूर साक्षी हूँ और द्रष्टा ये स्वप्न उपर कौन एत प्रभाव विस्तार कर आम दिवा स्वप्न देखु ना ना या हम तापर से तापर से तापर से भूली जाऊँ क्या ये स्वप्नटा सत्य ना मिथ्या मिथ्या जिन अवास्तव जिनस किंतु आम स्वप्न को भरोसा कर चलचन ना ना समस्त आ पछाड़ गोटे स्वप्न लाइन कर स्वप्न पर भरोसा कर गुरु कहे ना तू स्वप्नर द्रष्टा साक्षी मु स्वप्न नुहे मुझे भोक शोष मत मुझे तार द्रष्टा साक्षी हाँ तुमको अलग कर दूसरी कौटी जो तुम मनटा इंद्रिय सहित कि क्या सहित लाखी जाऊँगी से गुरु तुम अलग कर कौशल शिखे आनी निज उपर प्रतिष्ठा कर सहज कथा टे अनुभव कर जापर ये सहज कथा कोटि कोटि गुरु गले खराब केते गले तार प्रभाव तो पड़ू तेणु गुरु गीतार जो मैंने असली गुरु नुहति नकली गुरु से बहुत वर्णना कराए कहीं वर्णना कराए ना एम तुम गुड़े मारदे सी गोटे अंध को तू गोटे अंध सी गोटे अज्ञान को तू गोटे अज्ञान सी ता रास्ता ठीक कर दे से बात जी पिलाटी आम कम करने बोला आम एकाक्षर मंत्र जप कर ये हम पिला मुझे मन से चल एकाक्षर मतलब कौन से एकाक्षरटा कौन से बुझा ना आप बुझीपर मुझे न बुझी ना कौन कथबार्ता ना ना एकाक्षर जानते आमर गोटे जे काली मास्टर में डेरी है कहीं कौन ना सी 10 अवतार पढ़ुला कौ 10 अवतार जयदेव जोटा लिखन से नुहे सी अच्युतानंद पढ़ू पढ़ू कड़की अवतार पढ़ुची एमती है पड़गला मरीगल देखला ना केड़े बड़ भाग्य तार केड़े पुण्य से करता केमती कड़की अवतार श्लोकटा बोलू 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 प्राण चलो केड़े पुण्यवान से देख तार संस्कारटा तर दिखाई गाँव मानक जी बुझे ये संस्कार देती केड़े पुण्यशाली से देख ये शब्दटा कि पढ़ू पढ़ू तो प्राण बह उड़े 70 वर्ष अवश्य हो किंतु तथापि प्राण उड़े साधारण मनुष्य कौटी बचुची ये जन्म मृत्यु भितर बचुची ना ना किंतु गुरु तुम कौन ना मन नुहे नुहे ना 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 कर विचार कही सीख साहस कर ना ये मन नुहे देह मन नुहे मन मन नुहे बुद्धि मन नुहे साहस कर साहस कर साहस कर साहस करू 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 कर तू तो जगह पहुँच तो जगह तू पहुँची जीव जो गुड़ाक तू नुहे से ता जगह पड़ू तो अभ्यास कर यहाँ हूँ तो प्राक्ट यहाँ तो रोचे जीवन शैली गुरु
କହିଛି ତାକୁ ମାନିଲେ ସେ ଅନୁସାରେ ତୁ ଚାଲ, ଆଉ କିଛି କଥା ବିଚାର କରନା। ଏମିତି ହେଲେ କ'ଣ ହବ, ସେମିତି ହେଲେ କ'ଣ ହବ, ଇଏ ତ ସେମିତି କହିଛନ୍ତି, ସିଏ ତ ସେମିତି କରିଛି, ବିଚାର କର। କ'ଣ ବିଚାର କରିବୁ ନା, ଗୁରୁ ଯୋଉଟା କହୁଛି ବହୁ ଅନୁଭବ ଶୀଘ୍ର ଜିନିଷ ତାକୁ ତୁ ଗ୍ରହଣ କର। ଏବଂ ଗୁରୁର ଚୈତନ୍ୟ ସ୍ତରରେ ସେ ଯୋଉ ତାର ଅନୁଭବ ଗୁଡ଼ା ହାସଲ କରିକି ଯୋଉଠି ସେ ପହଞ୍ଚୁଛି, ତ ସେ ବାଟ ସେ ନେବା ପାଇଁ ବାଧ୍ୟ। କାରଣ ଏହା ହେଉଛି ସତ୍ୟ ନା ଆମର, ସେ ପ୍ରମାଣିତ କରିସାରିଲା ପରେ, ନିଜକୁ ଅନୁଭବ କରିସାରିଲା ପରେ ଆଉ ଅବାଟରେ କେମିତି କହିବୁ ଯେ ତୁ ଏ ବାଟ ଚାଲିଯା, ଏଇଟା କଲେ ତୋର ଲାଭ ହବ, ଏମିତି କଲେ ତୋର ମଙ୍ଗଳ ହବ। କିନ୍ତୁ କ'ଣ କରାଯାଇପାରିବ? କିଛି କରାଯାଇପାରିବ। ଆମର ଗୁରୁ ପ୍ରତି କିଭଳି ଶ୍ରଦ୍ଧା, କିଭଳି ଭକ୍ତି ଅଛି, ତାକୁ ଆମେ ନିଜେ ଭଲ କରି ଜାଣିଛୁ। ଆମଠୁ ଅଧିକ କେହି ନାହିଁ। ଘଟଣାଟିଏ ଘଟିଲା। କୌଣସି ସମୟରେ ସ୍ୱାମୀଜୀ କାହାକୁ କହିଦେଇଥିଲେ ଏ ବିବାହଟା ହେଇଗଲା, ହବ, ଭଲ କଲେ। କୌଣସି ପରିସ୍ଥିତିରେ ଅସୁବିଧା ହେଇଗଲା। ଅସୁବିଧା ହେଇସାରିଲା ପରେ ସେ ଚାହିଁଲା ସ୍ୱାମୀଜୀ କରୁଛନ୍ତି ନା, ଏ ଯେଉଁ ଜିନିଷଟା ସ୍ୱାମୀଜୀ କରୁଛନ୍ତି ସେ ବୁଝିବା କଥା, ସେ ଯଦି ବୁଝୁନାହାନ୍ତି, ସେଠୁ ସେ କଥା ଆସିକି ମୋ ପାଖରେ ପହଞ୍ଚିଲା ଯେ ସାର୍ଙ୍କୁ ପଚାରିଲେ ସେ ତାର ସମାଧାନ କରିବେ। ସେଠୁ ସେ ମୋତେ ପଚାରିଲେ ତମେ ଆଉ ଟିକେ ସମାଧାନ କରିଦିଅ। ମୁଁ କହିଲି ଦୃଢ଼ ହେବାନି ପଡ଼ିବ, ଏଇ ନୀତି ଯାହା କହିବା କଥା ସେମିତି କହିବି। ସେ ଚୋପାଟା ହବ, ମନ ଚୋପାଟା। ଗୁରୁ ତ କହିକି ଏଗୁଡ଼ା ସବୁ ସିଏ କରୁଛନ୍ତି, ସିଏ କିଛି କରିପାରୁନାହାନ୍ତି, ଆଉ ତମେ କହିଲେ ଚୋପାଟା ହେଇଯିବ। ବୁଝିପାରୁଛନ୍ତି ଆମ ଅବସ୍ଥା ଦେଖୁଛୁ। ଗୁରୁ 20 ବର୍ଷ, 25 ବର୍ଷ, 30 ବର୍ଷ ଆମ ସହିତ ସମ୍ବନ୍ଧ ସ୍ଥାପନ କରିସାରିଲା ପରେ ଆମେ ଗୁରୁ ଦୋଷ ଦେବା ପାଇଁ ଗୋଟେ ମିନିଟ୍ ଲାଗିଲା ଆମେ ଗ୍ରହଣ କଲୁ। ଏଇଟା ଆମର ମଙ୍ଗଳ ପାଇଁ, ମୋର ଉପକାର ପାଇଁ ଏଇଟା ହେଉଥିବ, ୟା ପଛଆଡ଼େ କିଛି ନା କିଛି ଉଦ୍ଦେଶ୍ୟ ଥିବ। ସେଭଳି ଗୁରୁକୁ ଆମେ ନେଇପାରିବା? ଆମର ଯଦି ସାମାନ୍ୟ ଟିକେ ସ୍ୱାର୍ଥର ଗୋଟେ ହାନି ହେଇଗଲା, ଆମେ କ'ଣ କହିବା? ଚୋପାଟା ହବ। ବୁଝିପାରୁଛ ନା ନାହିଁ? ଏଭଳି ଗୁରୁ ଭକ୍ତି ଆମର। ଆମେ ଯୋଉ ଲକ୍ଷ୍ୟରେ ଯାଉଛୁ, ଯଦି ତାର ଠିକ୍ ହେଇଗଲା ତ ଠିକ୍ ଅଛି। ଯଦି କୌଣସି ପ୍ରକାର ଭ୍ରାନ୍ତି ଆସିଗଲା, ତାହେଲେ ଆମେ ଗୁରୁକୁ ମଧ୍ୟ ଗୋଟେ ମିନିଟ୍ରେ, ଗୋଟେ ସେକେଣ୍ଡରେ ମଧ୍ୟ ଇଏ କ'ଣ ଜ୍ଞାନ ଗ୍ରହଣର ଉପାୟ, ଇଏ କ'ଣ ପୂର୍ଣ୍ଣ ମାତ୍ରାରେ ଜ୍ଞାନଟାକୁ ଆମେ ଅନ୍ତରସ୍ଥ କରିବା ବାଧ୍ୟ। ବିଚାର କରିବୁ। ଦେଖ, ଆମେ ସତ୍ସଙ୍ଗ କରିବା, କିନ୍ତୁ ଯିଏ ଆମକୁ ନେଇକି ଆମ ଭିତରେ ଏଇ ପ୍ରତିଷ୍ଠାଟା କରିଛି ଏଇ ସତ୍ୟକୁ, ତା ପ୍ରତି ଆମର ଆନ୍ତରିକତା ରହିବ ନାହିଁ। କିଭଳି ଚାଲିବ ଏ କଥା? ସେଇ ଦୃଷ୍ଟିରୁ କଥା ହେଉଛି, ଯେଉଁଦିନ ଏ ଭାବ ଆସିଯିବ, ସେଦିନ ଗୁରୁ ସବୁ ସମୟରେ, ସବୁ ଅବସ୍ଥାରେ ଆମ ପାଖରେ ଉପସ୍ଥିତ ଅଛି। ସବୁ ତମେ ଯୋଉଠି ଥାଅ ନା କାହିଁକି, ସିଏ ଯେଉଁ ଭାବ ଆଉ ମୁଁ ଯେଉଁ ଭାବ, ଏ ଭାବ ଭିତରେ ଯଦି ଆମର ସମନ୍ୱୟ ଅଛି, ତାହେଲେ ମୁଁ ସିଦ୍ଧି ପାଇଛି ନା ନାହିଁ, ମୁଁ ଦକ୍ଷ ହେଇଛି ନା ନାହିଁ, ଦୀକ୍ଷା ପାଇଛି ନା। ତେଣୁ ଗୁରୁ କହୁଛି ମୁଁ ଯାହା କହିଛି ତାକୁ 100ରୁ 100 ଭାଗ ଯଦି ତୁ ତ ଜୀବନରେ ଉତ୍ତରିବା ପାଇଁ କୌଣସି ପ୍ରକାର ଅଲଗା ପ୍ରକାର ଭାବ ନ ରଖି ତାକୁ ଗ୍ରହଣ କରିବୁ, ତାହେଲେ ରେଜଲ୍ଟଟା ମିଳିବ। କିନ୍ତୁ ତୋର ଯଦି ନିଷ୍ଠା ନାହିଁ, ଶ୍ରଦ୍ଧା ନାହିଁ, ଆନ୍ତରିକତା ନାହିଁ, ତାହେଲେ ତୁ ଏଇଭଳି ଶବ୍ଦ କହିବୁ କ'ଣ? ଆପଣ ଥାଉ ତ ମୋର କ'ଣ ବାହାରିବ? ମୁଁ ସବୁବେଳେ ତାହେଲେ କାହାକୁ ଚାହୁଁଛି? ମୁଁ ଜ୍ଞାନକୁ ଚାହୁଁଛି ନା ମୋ ନିଜର ମଙ୍ଗଳ ଚାହୁଁଛି, ନା ମୋର ସ୍ୱାର୍ଥଟାକୁ ଚାହୁଁଛି? ଆମେ ଗୁରୁ ପାଖକୁ ଗଲାବେଳେ ମଧ୍ୟ ସ୍ୱାର୍ଥାନ୍ତ ହେଇକି ଯାଉଛୁ। କିନ୍ତୁ କାହିଁକି ମୁଁ ସତ୍ସଙ୍ଗରେ ଏଟା ଆଲୋଚନା କରୁଛି ନା, ଏଇଥିପାଇଁ ଆଲୋଚନା କରୁଛି, ଏଠି ତତ୍ତ୍ୱ କହିକି ଲାଭ କ'ଣ? ଏଠି ତତ୍ତ୍ୱ ଯଦି ଭିତରେ ଆମେ ପ୍ରତିଷ୍ଠିତ ହେଇପାରୁ, ସେ ଆତ୍ମତତ୍ତ୍ୱ କହିକି ଲାଭ କ'ଣ? ବହୁତ ବହିରେ, ବହୁତ ଉପନିଷଦରେ ଲେଖା ହେଇଛି, ବେଦ ସବୁ ପ୍ରକାର ଶାସ୍ତ୍ରରେ ଆତ୍ମାର ବର୍ଣ୍ଣନା ହେଇଛି। କିନ୍ତୁ ସେ ଆତ୍ମା କ'ଣ ଆମେ ବୁଝିବା ପାଇଁ ଯେଉଁ ଅବସ୍ଥାରେ ଆମେ ଥିଲୁ, ସେ ଆତ୍ମା ସହିତ ଆମକୁ ସମ୍ପର୍କିତ କରିବା ପାଇଁ ଯେଉଁ ଗୁରୁ ନେଇକି ପହଞ୍ଚିଲା, ତା ପ୍ରତି ଆମର ସାମାନ୍ୟ କ'ଣ ଶ୍ରଦ୍ଧା ନାହିଁ, କିମ୍ବା ସେ ଆତ୍ମାରୁ ପହଞ୍ଚିଗଲା ମାନେ ଆତ୍ମବୋଧ ହେଇଗଲା ମାନେ ସମସ୍ତ ପ୍ରକାର ବିପଜ୍ଜନକ ଅବସ୍ଥାରେ ମୁଁ ରକ୍ଷା ପାଇଯିବି, ବା ବିପଦ ମୋ ପାଖକୁ ଆସିପାରିବ ନାହିଁ। କାରଣ ମୁଁ ପ୍ରତ୍ୟେକ ମୁହୂର୍ତ୍ତରେ ତଉଲି ପାରୁଛି, ନିଜକୁ ଦେଖିପାରୁଛି। ମୁଁ ଦ୍ରଷ୍ଟା ସାକ୍ଷୀ ଭାବରେ ମୋର ପ୍ରତ୍ୟେକ ଗତି, ପ୍ରତ୍ୟେକ ବିଧିକୁ ମୁଁ ଜାଣିପାରୁଛି। ସେଇଭଳି ସ୍ଥିତିରେ ମୁଁ ରହିଲି, ଯେକୌଣସି ପରିସ୍ଥିତି ଆସୁନା କାହିଁକି, ମୁଁ ସାଙ୍ଗେ ସାଙ୍ଗେ ମୋ ସ୍ଥିତିକୁ ଫେରି ଯାଇପାରିବି ଯେ ୟା ତ ମୁଁ ଦ୍ରଷ୍ଟା ସାକ୍ଷୀ ହବା କଥା ମୋତେ କୁହାହେଇଛି, ମୁଁ ହେଉଛି। ସେତେବେଳେ ଆମକୁ କବିର ମନେ ପଡ଼ିବ। ଯେତେବେଳେ ଆମେ ଆଖି ବନ୍ଦ କରୁଛୁ, କିଛି କରିବାକୁ ଦରକାର ନାହିଁ, ମୋର ପରିକ୍ରମା ସବୁ ସମୟରେ ଚାଲିଛି। କେଉଁଠି? ମୋ ଭିତରର ପରିକ୍ରମା ଚାଲିଛି। ସେ ପରିକ୍ରମାରେ ମୁଁ ସବୁବେଳେ ଉଲ୍ଲସିତ ଅଛି। କେଉଁ ପରିକ୍ରମାରେ? ମୁଁ କିଏ? ମୁଁ ତା ପରିକ୍ରମାରେ ମୁଁ ଅଛି। ତେଣୁ ମୋତେ ଚିନ୍ତା କ'ଣ? ସବୁ ସମୟ ତ ମୁଁ ସେଇ ଅବସ୍ଥାରେ ଅଛି। ତମେ ଚନ୍ଦ୍ର ସୂର୍ଯ୍ୟକୁ ଦେଖୁଥା, ମୁଁ ମୋର ଅସ୍ତିତ୍ୱକୁ ଦେଖୁଛି, ତାରି ଭିତରେ ମୁଁ ରହୁଛି। ତେଣୁ କବିରରୁ ସେ ଭଜନ କହିସାରିଲା ବେଳକୁ ସେ କହୁଛି
ଯେ ସାଧୁ କ'ଣ ସହଜ ସମାଧି କେତେ ପରୀକ୍ଷା ନିରୀକ୍ଷା କରିସାରିଲା ପରେ ସହଜ ସମାଧି ବୋଲି ସେ କହିଥିଲେ। ଆମେ ପରୀକ୍ଷା ନିରୀକ୍ଷା ନାହିଁ କିଛି ନାହିଁ, ସତ୍ସଙ୍ଗରେ ଟିକେ ଟିକେ ଶୁଣିଦେଲୁ, କେତେବେଳେ ଆସିଲୁ କି ନ ଗଲୁ ଆମେ ସେ ସହଜ ସ୍ଥିତି କହିବୁ। ଏ ସହଜ ମାନେ ଯୋଉଟାକି ତମ ଭିତରେ ଭାର ନାହିଁ, ଓଜନ ନାହିଁ, କୌଣସି ପ୍ରକାର କଷ୍ଟ ହିଁ ନାହିଁ, କେବଳ ଜୀବନରେ ଦ୍ରଷ୍ଟା ସାକ୍ଷୀ ଭାବରେ ଉତାରି ଦେବା କଥା। ସରିଲା ପରେ ଯୋଉ ଦ୍ରଷ୍ଟା ସାକ୍ଷୀର ଭାବଟା ଆସୁ 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 ଆମ ଭିତରେ ସୁଦୃଢ଼ ହେଇଗଲା। ମୁଁ କିଏ ମୁଁ ବୁଝିଗଲି। ଯେତେବେଳେ ଦ୍ରଷ୍ଟା ସାକ୍ଷୀ ମଧ୍ୟ ଦରକାର, କିଏ କାହାର ଦ୍ରଷ୍ଟା କିଏ କାହାର ସାକ୍ଷୀ ହେବ, ଏତିକି ଗୁରୁ ମଧ୍ୟ ପରିଷ୍କାର ପରିଚ୍ଛନ୍ନ ଭାବରେ ଆମ ପାଇଁ ଲେଖିକି ଦେଇ ଦେଇଛନ୍ତି ଯେ ତୋର ଦ୍ରଷ୍ଟା ସାକ୍ଷୀ ଏ ଭାବ ଦରକାର ଭିତରେ ପଡ଼ିବ। କାରଣ ତୁ ତ ନିଜେ ବୁଝିଗଲୁ ତୁ କିଏ ଅଜର ଅମର ନିତ୍ୟ ପଦାର୍ଥ। ମୁଁ ଯଦି ଅଜର ଅମର ଆଉ ନିତ୍ୟତାରେ ମୋର ସିଦ୍ଧ ହେଇଗଲି, ତାପରେ ଆଉ କାହାର ଦ୍ରଷ୍ଟା କିଏ ହେବ କିଏ କାହାର ସାକ୍ଷୀ ହେବ ତାହେଲେ ଦରକାର କ'ଣ ଅଛି? ଏତିକି ବାଟ କହିଦେବା ତ ସହଜ, ସେଠିକି ପହଞ୍ଚିବା ପାଇଁ କେତେ କଷ୍ଟ। ଏହା ଏଥିପାଇଁ ଆମକୁ ସତ୍ସଙ୍ଗ କଲାବେଳେ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ ଯେ ବାରମ୍ବାର ମନେ ରଖ ରମଣ ମହର୍ଷି କହିସାରିଲା ବେଳକୁ ଦର୍ଶନରେ ମଧ୍ୟ ମୁକ୍ତିଟା ଅନୁଭବ ହେଉଛି। ତେଣୁ ସତ୍ସଙ୍ଗରେ ଶବ୍ଦ ଦ୍ୱାରା ମଧ୍ୟ ମୁକ୍ତି ଦିଆହେବ। ଗୋଟେ ଶବ୍ଦ ମୋ ଭିତରେ ପ୍ରବେଶ କରିଯାଉ, ତାକୁ ଅନୁଭବ କରିବ ମୁଁ ଶବ୍ଦଠାରୁ କେମିତି ଅଲଗା ହେଇକି ରହୁଛି। ଏଇ ଶବ୍ଦଟା ମୋତେ ନେଇକି କୋଉଠି ଗୋଟେ ପହଞ୍ଚଉଥିବ ତ, ଏ ଶବ୍ଦ ଦ୍ୱାରା ମୁଁ ତ କୋଉଠି ଗୋଟେ ପହଞ୍ଚୁଛି ନା ନାହିଁ। ଯୋଉଠି ପହଞ୍ଚିଛି କିଏ ନା ମୁଁ ମୋ ନିଜ ପାଖରେ ପହଞ୍ଚୁଛି। ବର୍ତ୍ତମାନ ମୁଁ ଦଶଟା ସାକ୍ଷୀ ଭାବରେ ତାକୁ ଆସ୍ତେ ଆସ୍ତେ ମୁଁ ଅନ୍ତରସ୍ଥ କଲି, ମୋ କଣ୍ଟ୍ରୋଲକୁ ଆଣିଲି। ମୁଁ ଏଇ ଦଶଟା ସାକ୍ଷୀ ଭାବରେ ନ ଗଲେ ମୋର ଚୈତନ୍ୟ ଆତ୍ମା ସହିତ ମୋର ସମ୍ବନ୍ଧ ସ୍ଥାପିତ ହେଇପାରିବ ନାହିଁ। এই ଦୃଷ୍ଟିରୁ ସତ୍ସଙ୍ଗର ମାଧୁର୍ଯ୍ୟ ହେଉଛି ସେ ଯେତେବେଳେ ଆମେ ଆମ ଚୈତନ୍ୟ ସ୍ଥିତି ସହିତ ସମ୍ବନ୍ଧ ସ୍ଥାପନ କରିବା। କେମିତି? ସବୁ ସମୟରେ ସବୁ ଅବସ୍ଥାରେ ସବୁ ପରିବେଶରେ ଯେକୌଣସି ସ୍ଥିତିରେ ଥିଲେ ମଧ୍ୟ ମୁଁ ମୋର ନିଜ ଆତ୍ମା ଠାରୁ ଅଭିନ୍ନ ଏବଂ ତା ବ୍ୟତୀତ ମୁଁ କିଛି ନୁହେଁ। ଆଉ ତା ବିଷୟରେ ଯାହା ଯାହା ବି ଭାବୁଛି ସେଗୁଡ଼ିକ ସବୁ ନିରାଧାର, କୌଣସି ଆଧାର ନୁହେଁ। କାରଣ ଆତ୍ମାର ଆଧାର ହେଉଛି ଆତ୍ମା। ଏବଂ ସେଇ ଦୃଷ୍ଟିଟା ଆସିଗଲା ପରେ ଆମର ଯେଉଁ ମନ ଭିତରେ ଯେଉଁ ପ୍ରକାର ବିକାର ସବୁ ଥିବ, ଏ ବିକାର ଗୁଡ଼ାକ ଧୀରେ 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 କ୍ଷୟ ହେଇଯିବ। ଏ ବିକାର କ୍ଷୟ ହେଇଗଲା ପରେ ଶୁଦ୍ଧତାଟା ମୋ ପାଖକୁ ଆସିବ। କ'ଣ ଶୁଦ୍ଧ ନା ଯେଉଁ ରାସ୍ତାରେ ଗଲେ ମୁଁ ଅହର୍ନିଶି ମୋତେ ସେଟା ବ୍ୟାକୁଳ କରୁଛି, ଅତିଷ୍ଠ କରୁଛି, ଅପଥଗାମୀ ବିପଥଗାମୀ କରିଦେଉଛି, ମୁଁ ସେଇ ସ୍ଥିତିରୁ ଧୀରେ 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 ମୁକୁଳିକି ଆସିପାରୁ। ଏବଂ ଯେଉଁ ସମୟରେ ଆମେ ଏଇ କଥାଟା ବୋଧ କରୁଛୁ ଗୁରୁ ପାଖରେ ଆମ ସମର୍ପଣଟା କେଉଁ ସ୍ଥିତିରେ ହେଉଛି, ଯେତେବେଳେ ଆମେ ଭୁଲି ଯାଉଛୁ ତାପରେ ଆମେ କେଉଁ ସ୍ଥିତିରେ ରହୁଛୁ ପ୍ରତ୍ୟେକ ଆମ ଅନୁଭବ। ଯେତେବେଳେ ଏଇ ପ୍ରକାର ସ୍ଥିତିରେ ଆସିଯାଉଛି ଗୁରୁ ଆମକୁ ନେଇକି ସେ ସ୍ଥିତିରେ ପହଞ୍ଚି ଯାଉଛି, ମୁଁ ଯେତେବେଳେ ସମର୍ପିତ ଅବସ୍ଥାରେ ଆସୁଛି ସେତେବେଳେ ମୁଁ କାନ୍ଦି ପକାଉଛି, ଆଖିରେ ମୋତେ ଲୁହ ଆସିଯାଉଛି ଯେ ଆପଣ ମୋ ପାଇଁ କ'ଣ ନ କରିଛନ୍ତି ଗୁରୁଦେବ। କିନ୍ତୁ ଯେତେବେଳେ ପୁଣି ମୁଁ ଆସିକି ମୋ ରାଜ୍ୟ ଭିତରେ ପହଞ୍ଚିଯାଉଛି ସେତେବେଳେ ଏଇଗୁଡ଼ାକ ସ୍ମରଣ ରହୁ। ଏହା ମହାପାପରେ କର୍ମ, ଏହାକୁ ମହାପାପ। ଏ ପାପ ଆମେ କରିବା। ଆମେ ସବୁବେଳେ ଚିନ୍ତନ କରିବା ଯେଉଁ ଛୋଟିଆ ଛୋଟିଆ ଅସ୍ତ୍ର ଆମ ସହିତ ରହିଛନ୍ତି ସେ ଅସ୍ତ୍ର ଦ୍ୱାରା ଆମେ ନିଜକୁ ସମ୍ଭାଳିବା। କ'ଣ? ମୁଁ ଅଛି ନା ନାହିଁ? ମୁଁ ଅଛି, ଆମେ ବୁଝା ହେବା ନା ନାହିଁ? ମୁଁ ମଝିରେ କିଏ ପଶିଯାଉଛି? ମୋର କନ୍ୟା, ମୋର ପୁତ୍ର, ମୋର ପିତା, ମୋର ମାତା, ମୁଁ ଅଛି। ଏଇ ଯେ ହେଉଛି ସତ୍ୟ। କିନ୍ତୁ ମଝିରେ ଯେଉଁମାନେ ପଶିଗଲା ବେଳକୁ ଜଞ୍ଜାଳ ତିଆରି କରୁଛନ୍ତି, ମୋ ବାପାଙ୍କର ଏମିତି ଏମିତି ହେଲା କି କ'ଣ ହେଲା, ମଝିରେ ବାପା ପଶିଗଲେ, ମୁଁ ଅଛି, ଏଇ ଦୁଇଟା ସତ୍ୟ ପଶିଗଲା ଏଇସବୁ ଜିନିଷ, ସେତେବେଳେ ବିଭ୍ରାଟ ତିଆରି ହେଲା। ତେଣୁ ମୁଁ ପାଖରେ ଅଛି, ପାଖରେ ଅସ୍ତି ପାଖରେ ନିଜକୁ ସମ୍ଭାଳିକି ରଖ। ତା ଭିତରେ ଯିଏ ପଶିଯାଉ ନା କାହିଁକି ତାକୁ ତୀବ୍ର ଭାବରେ ବାହାର କରିଦିଅ। ସ୍ୱାମୀଜୀଙ୍କର ସ୍ୱରୂପ ଲେଖା ହେଇଛି। କ'ଣ ଲେଖା ହେଇଛି? ମୁଁ ଆଉ ଅଛି, ଅସ୍ତି ଅଛି ମୁଁ, ଇଏ ହେଉଛି ସତ୍ୟ। ମଝିରେ ତା ଭିତରେ ସ୍ତ୍ରୀ, ପୁରୁଷ, ବାପା, ଭାଇ, ବନ୍ଧୁ ବାନ୍ଧବ, ଶାଶୁ, ଶ୍ୱଶୁର, ପ୍ରିୟ ପରିଜନ ଯିଏ ଯିଏ ଆସୁଛନ୍ତି ସେମାନେ ବିଭ୍ରାଟ ତିଆରି କରୁଛନ୍ତି। ମୁଁ ଆଉ ଅଛି ଭିତରେ ଏଇ ବିଭ୍ରାଟଟାକୁ ଜଗିକି ରଖ। ଇଏ ଯେ ପଶି ଆସୁଛି ମଝିରେ ଯେଉଁଗୁଡ଼ାକ, ଏଗୁଡ଼ାକ ମୋତେ ତଳିତଳାନ୍ତ କରିଦେବ, ମୋର ଜୀବନକୁ ବିପର୍ଯ୍ୟସ୍ତ କରିଦେବ। ତେଣୁ ମୋର ଜୀବନର ପବିତ୍ରତାଟାକୁ ଯଦି ଆଣିବୁ ତାହେଲେ ମୁଁ ଏବଂ ମୋର ଅସ୍ତିତ୍ୱ ବ୍ୟତୀତ ଆଉ କିଛି ନାହିଁ। ମୁଁଟା ହେଉଛି ଯେମିତି ଶୁଦ୍ଧ, ଆଉ ଅଛିଟା ମଧ୍ୟ ସେମିତି ଶୁଦ୍ଧ। ମୁଁ ଅଛି, ମୁଁ ଏଇ ମନ୍ତ୍ରଟାକୁ ଧାରଣ କର ବୋଲି
ଏତିକି ଯଦି ତୋ ପାଖରେ ଅଛି ତାକୁ ଯୋଉଠି ଇଚ୍ଛା ସେଠି ପ୍ରୟୋଗ କରିଦେଇପାରିବା ଲଗେଇବା ପାଇଁ। ବାହାରୁ ଯୋଉ ଜିନିଷ ପଶି ଆସୁଛି ତୋର ଆଉ ତା ଭିତରେ ଯୋଉ ମଝିରେ ଯୋଉ ବିପର୍ଯ୍ୟୟ ସେ ତିଆରି କରୁଛି ତାକୁ ତ ଏଇ ବାଟ ହିଁ ଲଗେଇ ଦେଇପାରିବ। ଯୋଉ ଦର୍ଜିରେ ସେଟା କରୁଛି ଯେତେବେଳେ ତୋତେ ମନ ହବ ଯାହାକୁ ଦେଖିବୁ ଯେଉଁ ପରିସ୍ଥିତିରେ ଯିବୁ ଯାହା ସହିତ ସମ୍ପର୍କ ସ୍ଥାପନ କରିବୁ କାହିଁକି କରୁ ମୁଁ ତ ତାକୁ ଆସି ପହଞ୍ଚିବି କାହିଁ ନା ଯିଏ ଯୋଉଠି ଚାହୁଁନା କାହିଁକି ତାର ଆତ୍ମାକୁ ଛାଡ଼ିକରି ଅଲଗା ରହିପାରିବ। ଯେହେତୁ ତାର ଆତ୍ମାର ପରିଚୟ ଦେବା ପାଇଁ ଗୁରୁ ଆମକୁ ଏତିକି ବାଟ ଆଣିଲେ ଆଣି ସାରିଲା ପରେ ସେ ଆତ୍ମାଟିକୁ ତ ମୋ ପାଖରେ ସୀମାବଦ୍ଧ ନ କରି ତା ଭିତରେ ଦେଇଥିବ ସାରା ସାରା ବିଶ୍ୱ ବ୍ରହ୍ମାଣ୍ଡର ସମସ୍ତଙ୍କ ସହିତ ମୋର ପରିଚିତ ହେଲା ନା ନାହିଁ। ସେତେବେଳେ ଯୁକ୍ତେଶ୍ୱର କହିଲା ବେଳେ ଆଲୋକ ଉପରେ ମୁଁ ପରିଣତ ହେଲି ସର୍ବବ୍ୟାପକ ରୂପରେ ମୁଁ ପରିଣତ ହେଲି ଏବଂ ତୋ ଭିତରେ ମୁଁ ପୂର୍ଣ୍ଣ ମାତ୍ରାରେ ଅଛି। ଆମେ ସମସ୍ତେ ମଧ୍ୟ ଏଇ ବଳ କରୁଛୁ ଏଇ ଯେଉଁ ବିଚାରରୁ ଚିନ୍ତନ କରିବା ଯେ ଆମ ଭିତରେ ସେ ଆଲୋକ ଭିତରେ ମଧ୍ୟ ସିଏ ହିଁ ଅଛି। ଯିଏ ଅଛି ସିଏ ମୋତେ ଛାଡ଼ିକି କୋଉଠି ନାହିଁ। ନିରାଶ୍ରୟ କେତେବେଳେ ହେଲି ଅନାଥ କେତେବେଳେ ମୁଁ ସମ୍ପୂର୍ଣ୍ଣ ଭାବରେ ଏଇ ଚୈତନ୍ୟ ଆତ୍ମସତ୍ତା ପାଖରେ ରହିଛି। ଆକୁ ଶୁଣିଲା ବେଳକୁ କଥା ଭଳିଆ ଲାଗୁଛି କିନ୍ତୁ ତାକୁ ବିବେକ କରିକି ନିଜ ଭିତରେ ଗ୍ରହଣ କରିବା। ତେଣୁ ଗୁରୁ ଶିଷ୍ୟ ଏ ପରସ୍ପର ଠାରୁ ଭିନ୍ନ ନୁହନ୍ତି ଅଲଗା ନୁହନ୍ତି। ଏଇ ଚୈତନ୍ୟ ସତ୍ତା ମାଧ୍ୟମରେ ଏଇ ଯୋଗ ସୂତ୍ରଟା ସ୍ଥାପିତ। ତେଣୁ ଯଦି ଶୁଦ୍ଧ ଚୈତନ୍ୟ ଆଡ଼ିକି ଯିବ ସେ କାଠ କପଡ଼ା ମନରେ ଫେରି ଆସିଲା ନା ନାହିଁ ମାଷ୍ଟର ଯେ ତାର ତୁ ଯୋଉ ଚେତନାରେ ଅଛୁ ତୋର ଶୁଦ୍ଧ ଚେତନାଟାକୁ ତୁ ନଷ୍ଟ କରିପାରିବୁ ଆଣିପାରିବୁନି। କିଏ କରିଥାନ୍ତା ତ ପୂର୍ବରୁ ଯିଏ ଆସିକି ବଡ଼ ଲୋକ ହେବାର ସ୍ୱପ୍ନ ଦେଖିକି ଗଲା ସିଏ କରିପାରିବ। ତେଣୁ ଆମ ଚେତନା ଏକ ସୂକ୍ଷ୍ମ ସ୍ତରରେ ଅଛି। ସେଇ ସୂକ୍ଷ୍ମ ଚେତନାଟାକୁ ପ୍ରୟୋଗ କର ଜୀବନରେ। ଏଇ ଚେତନାଟା ମୋ ଭିତରେ ସବୁବେଳେ ରହିବ। ଆତ୍ମଚେତନାଟା ମୋ ପାଖରେ ସବୁବେଳେ ରହିବ। ସବୁବେଳେ ଏଇ ସହଜାନତା ବିଚାରିତ ମଧ୍ୟ ସବୁବେଳେ ମୋ ଭିତରେ ଏଇ ବିଚାର ଏଇ ବୋଧଟା ସବୁବେଳେ ଆସେ ଯୋଉଠି ଥାଏ ନା କାହିଁକି ମୋ ଭିତରେ ଏଇ ବିଚାର ଏଇ ବୋଧଟା ତିଆରି ହେଉଛି ତୁ ହିଁ ଅଛୁ ଏକମାତ୍ର ସତ୍ୟ। ଆଉ ଯାହା କିଛି ଦେଖୁଛୁ ସେ ଭ୍ରାନ୍ତିପୂର୍ଣ୍ଣ ଠାକୁର ଶଙ୍କରାଚାର୍ଯ୍ୟ ଅନ୍ୟ ସନ୍ତାନ ମାୟା ବୋଲି କହୁଛୁ ଯିଏ ନଥାଇକି ମଧ୍ୟ ପରୋକ୍ଷରେ ଆମ ପାଇଁ ତିଆରି କରୁଛି ଚକ୍ରାନ୍ତ ତାକୁ ମାୟା ଅନ୍ୟ ଭାଷାରେ ମନ ବି କରିଦେଇପାରେ। ଏ ମନ ଯୋଗୁଁ ଏସବୁ ବିଭ୍ରାନ୍ତି ହେଉଛି। କିନ୍ତୁ ମନକୁ ଯେଉଁଦିନ ଆତ୍ମା ଭିତରେ ତମେ ଏକାତ୍ମ କରିଦେଇପାରିବ ଏ ମନ ତୁ ମଧ୍ୟ ଆତ୍ମାର ରସ ନେଇକି ତ ବଞ୍ଚୁଛୁ ନା ନାହିଁ। ତେଣୁ ଆତ୍ମରସ ସହିତ ଯଦି ମନର ରସଟାକୁ ମିଶେଇ ଦିଆଗଲା ସେତେବେଳେ ତମ ସାରା ସୃଷ୍ଟିର ପ୍ରତ୍ୟେକ ପଦାର୍ଥ ଭିତରେ ଆନନ୍ଦ ହିଁ ଉପଲବ୍ଧ। ତେଣୁ ଆମର ଚୈତନ୍ୟମୟ ସତ୍ତାଟିକୁ ଆମେ ସେଇ ନେଇ କେତେଟା ଭାବିଲାଣି କେତେ ସାରିବା ମୋଟାମୋଟି ଭାବରେ ସାରାଂଶଟା ନେଲ କି ସାରାଂଶଟା ମନ ଉପରେ ଆମେ ଗ୍ରହଣ କଲେ ମନ ହିଁ ସମସ୍ତ ବିପର୍ଯ୍ୟୟର କାରଣ। ଆଜିର ସେ ମନଟା ଉପରେ ଆମେ ବିଚାର କରି ଦେଖିଲେ ମନର ବଡ଼ କଥା ମନକୁ ଯେଉଁଭଳି ସ୍ଥିତିରେ ଆମେ ନେବା ପାଇଁ ଚାହିଁବା ତାକୁ ନେଇଯାଇପାରିବା ଯଦି ଆମେ ଆତ୍ମା ପ୍ରତି ସଚେତନ। ଯଦି ଆତ୍ମା ପ୍ରତି ଆମେ ସଚେତନ ହେବା ତାହେଲେ ଏଇ ମନ ମଧ୍ୟ ଆମ ନିୟନ୍ତ୍ରଣରେ ରହିଯାଇପାରିବ। ଯାହାଫଳରେ ଆମେ ଯେଉଁଠି ଥିଲେ ମଧ୍ୟ ସତ୍ସଙ୍ଗରେ ଯେଉଁଠି ଥିଲେ ମଧ୍ୟ ଆମେ ସମାଧିସ୍ଥ ଅବସ୍ଥା ରହିବା। ତେଣୁ ସତ୍ସଙ୍ଗରେ ଏବେ ସମାଧିସ୍ଥ ହେବା ପାଇଁ ଭାବିନିଅ ନାହିଁ। ପ୍ରତ୍ୟେକ ଆଚରଣରେ ପ୍ରତ୍ୟେକ ବ୍ୟବହାରରେ ପ୍ରତ୍ୟେକ ଚାଲିଚଳନରେ ଏଇ ସମାଧିଟା ମୋ ପାଖକୁ ଆସୁଛି ନା ନାହିଁ ଥରେ ଅଧେ ଦିନର ଚିନ୍ତା କରେ। ମୁଁ ଥରେ ଅଧେ ସେ ସମାଧିସ୍ଥ ଅବସ୍ଥାକୁ ଆସିଲି କି ସାରା ଦିନ ମୋର ବିତିଗଲା ମୁଁ ତା ଭିତରେ ଗୋଟେ ମୁହୂର୍ତ୍ତ ପାଇଁ ମୋର ଆତ୍ମଚିନ୍ତନ କଲି କି ଏହା ହିଁ ଗୁରୁର ଆମ ପ୍ରତି ଆଶୀର୍ବାଦ। ଏଇ ଆଶୀର୍ବାଦକୁ ଯଦି ଭୁଲିଗଲେ ବିପର୍ଯ୍ୟୟ ଆମକୁ ଭାରି କିଏ କ'ଣ କରିବ। ବିପର୍ଯ୍ୟୟ ଆସିବାର କାରଣ ହେଉଛି ଏହା ଯେତେବେଳେ ଆମେ ଗୁରୁର ଏ ତତ୍ତ୍ୱଟାକୁ ଜୀବନରେ ଉତ୍ତାରି ପାରିବ ନାହିଁ। ତେଣୁ ଆମେ ସେଥିପାଇଁ ସତର୍କ ରହିବା ସାବଧାନ ରହିବା ଉଚିତ। सर्वे सन्तु निरामयाः सर्वे भद्राणि पश्यन्तु मा कश्चित् दुःखभाग्